ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଜଗତ ଜନନୀ ପରମାରାଧ୍ୟା ଶ୍ରୀ ଶ୍ରୀ ବଡମାଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟ ପାଶ ଶ୍ରୀ ଶ୍ରୀ ବଡଦାଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ପରମ ପୂଜ୍ୟ ପାଶ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଇଷ୍ଟ ପରିବାରଙ୍କର ପ୍ରତ୍ୟେକ ପ୍ରତ୍ୟେକ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ଆଜି ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ପରମ ସମ୍ମାନୀୟ ପବିତ୍ର ପାଞ୍ଜାଧାରୀ କର୍ମୀଗଣ, ଗୁରୁ ଭାଇ, ମାତା ମାନେ, ଛୋଟ ଛୋଟ ପିଲା, ସମସ୍ତ ସତ୍ସଙ୍ଗ ପ୍ରେମୀଙ୍କୁ ମୋର ସାଦର ଜୟଗୁରୁ। ଯାହା ହଉ ଆଜି ବହୁତ ଆନନ୍ଦ ଲାଗୁଛି। ଆମେ 1851ତମ ଅନଲାଇନ ସତ୍ସଙ୍ଗ ଓଡିଶା ସତ୍ସଙ୍ଗ ଭୁବନେଶ୍ୱର ସହିତ ଯୋଡି ହେଇଛେ। ମତେ କିଛି ଇଷ୍ଟ ପ୍ରସଙ୍ଗ କରିବାର ସୁଯୋଗ ଦେଇଥିବାରୁ ମୁଁ ଶ୍ରଦ୍ଧେୟ ସୁଭାଷ ଭାଇଙ୍କ ପାଖରେ କୃତଜ୍ଞତାର ସହିତ ଆଭାର ବ୍ୟକ୍ତ କରୁଛି। ଆଉ ଆଜି ଯେଉଁମାନେ ପ୍ରାର୍ଥନା ଠାରୁ ଆରମ୍ଭ କରି ବାଣୀ ପାଠ ସହିତ ବହୁତ ସୁନ୍ଦର ଭାବରେ ଭଜନ କୀର୍ତ୍ତନ ପରିବେଷଣ ହେଇଛି, ଯେଉଁମାନେ ବି ସବୁ ପାର୍ଟିସିପେଟ କରିଛନ୍ତି ସମସ୍ତଙ୍କର ମଙ୍ଗଳ ପାଇଁ ଦୟାଳୁଙ୍କ ଶ୍ରୀଚରଣରେ ପ୍ରାର୍ଥନା ରଖେ। ବିଶେଷ ରୂପରେ ଆଜି 3 ଜଣ ଭୋଗ ନିବେଦନ କରିଛନ୍ତି। ଶ୍ରୀମତୀ ଅମ୍ବିକା ନାୟକ ମା, ଭାପୁର, ନୟାଗଡ଼, ତାଙ୍କର ଫ୍ୟାମିଲିଙ୍କ ୱେଲଫେୟାର ପାଇଁ। ଶ୍ରୀମତୀ ବାସନ୍ତୀ ବିନ୍ଧାଣୀ ମା, ନବରଙ୍ଗପୁର, ଗୋଟେ ଲ୍ୟାଣ୍ଡ ପରଚେଜ କରୁଛନ୍ତି ନବରଙ୍ଗପୁରରେ, ସେଥିପାଇଁ। ଆଉ ଶ୍ରୀ ଜ୍ଞାନେନ୍ଦ୍ର ସୁତାର ଓ ଶ୍ରୀମତୀ କବିତା ସୁତାର ମା, ବ୍ରଜରାଜନଗର, ଝାରସୁଗୁଡା, ବାର୍ଥଡେ ତାଙ୍କ ଡଟର ସୁଶ୍ରୀ ଜାଗୃତି ସୁତାରଙ୍କର। ସମସ୍ତଙ୍କର ମଙ୍ଗଳ ପାଇଁ ଯିଏ ଯେଉଁ ଉଦ୍ଦେଶ୍ୟରେ ବି ଶ୍ରୀ ଶ୍ରୀ ଠାକୁରଙ୍କୁ ଭୋଗ ନିବେଦନ କରିଛନ୍ତି, ପରମ ପିତା ସେମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରନ୍ତୁ, ସେଇ ପ୍ରାର୍ଥନା ମୁଁ ରଖେ। ସମସ୍ତଙ୍କର ଇଷ୍ଟମୟ ଜୀବନ ପାଇଁ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା ରଖେ। ସୁଭାଷ ଭାଇ ମୋ ବିଷୟରେ ବହୁତ କିଛି କହିଗଲେ। ସିଏ ତାଙ୍କର ଭଲ ପାଇବା ସମସ୍ତଙ୍କ ପାଇଁ, ସେ ସେଇଥିପାଇଁ ସମସ୍ତଙ୍କୁ ବଡ କରି ରଖିଥାନ୍ତି। ଆଉ ପ୍ରକୃତ ରୂପରେ ଜ୍ଞାନୀ ହେଉଛନ୍ତି ଆପଣମାନେ, ଯୋଉମାନେ ଦୀର୍ଘ ଦିନ 1851 ଦିନ ହେଲାଣି এই ସତ୍ସଙ୍ଗ ସହିତ ଯୋଡି ହେଇଛନ୍ତି। ବିଶେଷ ରୂପରେ ବହୁତ ଜିଜ୍ଞାସୁ ଭାବନା ଅଛି ଆପଣ ମାନଙ୍କର, ବହୁତ କିଛି କୋଶ୍ଚିନ୍ ପଚାରୁଛନ୍ତି, ତାର ସମାଧାନ ପାଉଛନ୍ତି। ପ୍ରକୃତ ରୂପରେ ଆପଣ ମାନଙ୍କୁ ହିଁ ଜ୍ଞାନୀ। ଆମ ମାନଙ୍କ ବିଷୟରେ ତ ସୁଭାଷ ଯେମିତି କହିଦଉଛନ୍ତି, କିନ୍ତୁ ଆମ ପାଖରେ ସେମିତି କିଛି ଜ୍ଞାନ ନାହିଁ। ଯେତେବେଳେ ବି ପରମ ପିତାଙ୍କ ବିଷୟରେ କିଛି ସୁଯୋଗ ମିଳେ କହିବା ପାଇଁ, ସେତେବେଳେ ସେଇଟାକୁ ଉପସ୍ଥାପନ କରିବା ପାଇଁ ଆମେ ମାନେ କେବଳ ଚେଷ୍ଟା କରୁ। ଯାହା ହଉ ଆଜି ଗୋଟେ ବିଷୟ ରଖାଯାଇଛି, ଅସତ ନିରୋଧର କୌଶଳ। ତୁମ ପ୍ରତି ପ୍ରେମ ଆଣିଦିଏ ଅସତ ନିରୋଧର କୌଶଳ। ବହୁତ ପ୍ରାସଙ୍ଗିକ ଗୋଟେ ବିଷୟବସ୍ତୁ, କାହିଁକି ନା ଆଜିର ଦୁନିଆରେ ଆମ ମାନଙ୍କ ପାଖରେ ପ୍ରେମ ଭାବର ଅଭାବ, ସଂୟମତା ନାହିଁ। ଅସତ ନିରୋଧକୁ କେମିତି କୌଶଳ ଭାବରେ ତାର ନିରାକରଣ କରିବା ଅସତକୁ, ତାହାର ପାଖରେ ବି ଆମର ବି ଜ୍ଞାନ ବି ନାହିଁ। ଆମେ ଠାକୁରଙ୍କୁ ନେଇକି ଚାଲିଲା ପରେ ଟିକେ ଟିକେ କଥା ବି ଜାଣିଲୁ ତାଙ୍କର ଜୀବନ ଦର୍ଶନ ଭିତରେ। ଠାକୁର କହିଛନ୍ତି ମାଇ ଲାଇଫ ଇଜ ମାଇ ମ୍ୟାଟରଲାଇଜଡ ମାକ୍ସିମ। ତାଙ୍କ ଜୀବନ ହିଁ ତାଙ୍କର ସିଦ୍ଧାନ୍ତ। ତାଙ୍କ ଜୀବନରୁ କିଛି କିଛି ଇନସିଡେନ୍ସ, କିଛି ନାହିଁ ବହୁତ ଇନସିଡେନ୍ସ ଭିତରେ ହିଁ ସେ କେମିତି ଅସତ ନିରୋଧର କୌଶଳଟା ଆମକୁ ଶିଖେଇ ଦେଇଛନ୍ତି। କିନ୍ତୁ ସେଇଟା ଆମେ ଜାଣିପାରିବା ଯେତେବେଳେ ଆମର ତାଙ୍କ ପ୍ରତି ଗଭୀର ଭାବରେ ପ୍ରେମ ରହିବ। ଠାକୁରଙ୍କ ପ୍ରତି ଯଦି ଆମର ପ୍ରେମ ରହିବ ନାହିଁ, ତାହେଲେ ଅସତ ନିରୋଧର କୌଶଳଟାକୁ ଆମେ ଜାଣିପାରିବା ନାହିଁ। এই ବିଷୟରେ ବିଶେଷ ରୂପରେ ବହୁତ ଭାବରେ ଆଲୋଚନା ହୁଏ। ଯେମିତି ନାମ ଧ୍ୟାନ ଉପରେ ବହୁତ ଆଲୋଚନା ହେଇଛି, ତୁମେ ଅଛ ବୋଲି ପ୍ରଭୁଙ୍କ ଉପରେ ଆଲୋଚନା ହେଇଛି। ଏଇ ସବୁ ଜିନିଷର ମୂଳରେ ହଉଛି ସେ ଠାକୁରଙ୍କ ପ୍ରତି ପ୍ରେମ। ତାଙ୍କ ପ୍ରତି ଯଦି ପ୍ରେମ ନଥିବ, ମୋର ନାମ କରିବା ପାଇଁ ବି ଇଚ୍ଛା ହବନି, ଆଉ ନାମ ନ କଲେ ବି ତାଙ୍କ ପ୍ରତି ପ୍ରେମ ବି ଆସିବନି। ସେଇଟା ଦୁଇଟାକ ଭାଇସ ବର୍ଷା। ତେଣୁ ସବୁ ଜିନିଷରେ ଯେହେତୁ ଆମେ ଠାକୁରଙ୍କୁ ଗ୍ରହଣ କରିଛେ, ଆମେ ଗୋଟେ ଗୋଟେ ଏକ୍ସାମ୍ପଲ ହବା ଦରକାର। ଯୋଉଟା କି ପରମ ପୂଜ୍ୟବାସୀ ସେ ଆଚାର୍ଯ୍ୟ କହୁଛନ୍ତି କି ସତ୍ସଙ୍ଗ ଜଗତ ହୋଲ ୱାର୍ଲଡ ବର୍ତ୍ତମାନ ସତ୍ସଙ୍ଗକୁ ଦେଖୁଛି, ସେମାନେ କଣ କରୁଛନ୍ତି କଣ ନ କରୁଛନ୍ତି। ତେଣୁ ଆମ ମାନଙ୍କର କେତେ ବଡ ଯେ ରେସପନ୍ସିବିଲିଟି ଅଛି ଏଇ ବିଶ୍ୱ ଦୁନିଆ ପ୍ରତି, ଏଇ ଏନଭାୟରମେଣ୍ଟ ପ୍ରତି, ଆମକୁ ଭାବିବାକୁ ପଡିବ, ଆନାଲିସିସ୍ କରିବାକୁ ପଡିବ। ଛୋଟ ଛୋଟ କଥାରେ ବେଳେ ବେଳେ ଘରୁ ହଉ, ବାହାରୁ ହଉ, ସତ୍ସଙ୍ଗ ଭିତରେ ହଉ, ଗୁରୁ ଭାଇ ମା ମାନଙ୍କ ଭିତରେ ବି ହଉ, ଆମର ବହୁତ କିଛି ଗୋଟେ କନଫ୍ୟୁଜନ ଆଉ କନଫ୍ଲିକ୍ଟ ବି ଆସିଯାଏ। ଆମେ ପ୍ରକୃତ ରୂପରେ ତାର ନିରାକରଣ ଯେହେତୁ ନ କରି ପାରୁଛୁ, ସେଇଥିପାଇଁ ଆମ ହାତରୁ ବି ବହୁତ ଲୋକ ଖସିକି ଚାଲି ଯାଉଛନ୍ତି। ଠାକୁରଙ୍କ ପାଖକୁ ଯେତେ ଲୋକ ଆସିବା କଥା, ଯେଉଁ ଭାବରେ ଆସିବା କଥା, ସେଇଟା ବି ହୁଏତ କମି ଯାଉଛି। ଏଇଟା କେବଳ ଗୋଟିଏ ରିଜିନ, ଠାକୁରଙ୍କ ପ୍ରତି ପ୍ରେମର ଅଭାବ, ଆଉ ସେ ଅସତ ନିରୋଧର କୌଶଳଟା ଆମେ ଜାଣିପାରୁନା। ଆମେ ସମସ୍ତଙ୍କର ହୁଏତ ସଦାବେଳେ ଦୋଷଟାକୁ ଦେଖିବା ପାଇଁ ଚେଷ୍ଟା କରୁ, କିନ୍ତୁ ଠାକୁର ଯେ ପ୍ରକୃତ ରୂପରେ କଣ ଚାହୁଁଛନ୍ତି, ସିଏ କେତେ ପ୍ରେମମୟ,
ତାଙ୍କୁ ନେଇକି ଯଦି ଚାଲିବା କେମିତି ସୁନ୍ଦର ଭାବରେ ଅସତ ନିରୋଧର କୌଶଳଟା ଆମ ପାଖକୁ ଆସିଯିବ ସେଇ ବିଷୟରେ କିଛି ଆଜି ଆଲୋଚନା କରିବା। ଥରେ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ଦାଦା, ଆପଣମାନେ ଜାଣିଛନ୍ତି ସେ ଆଲୋଚନା ପ୍ରସଙ୍ଗର ସଂକଳିତା। ଶ୍ରୀ ଠାକୁରଙ୍କ ଦର୍ଶନରେ ସେ ହୁଏତ 1931 ପାଖାପାଖି ସେ ଆସିଥିଲେ ଆଉ ତାଙ୍କର ଆଶ୍ରମିକ ଜୀବନ ଲଘ 1939 ରୁ ଆରମ୍ଭ ହେଇଥିଲା। ତାଙ୍କର ଧାରଣା ଥିଲା ଯେମିତି ଆମେ ମାନେ ବି ଯେତେବେଳେ ଆସୁ ଦୀକ୍ଷା ନଉ ଆମେ ଭାବୁ ଠାକୁରଙ୍କ ପାଖକୁ ଯୋଉମାନେ ଆସୁଛନ୍ତି ତାଙ୍କ ଭିତରେ କିଛି କଳଙ୍କ ନଥିବ, ସେମାନେ ବହୁତ ସୁନ୍ଦର, ବହୁତ ଭଲ ଭାବରେ ଚାଲନ୍ତି। ସେମିତି ପ୍ରଫୁଲ୍ଲ ଦାସ ଦାସଙ୍କର ବି ସେ ଧାରଣା ଥିଲା ଠାକୁରଙ୍କର, ସେ ଭାବୁଥିଲେ ଠାକୁରଙ୍କ ସାନ୍ନିଧ୍ୟରେ ଯେଉଁମାନେ ଆସନ୍ତି ସମସ୍ତେ ସେଇ ନିଷ୍କଳଙ୍କ। ସେଥିପାଇଁ ଯିଏ ବି ଭକ୍ତ ଆସନ୍ତୁ ତାଙ୍କ ସ୍ୱଭାବରେ ଯେତେବେଳେ କେତେବେଳେ ଟିକେ ଦୋଷ ତ୍ରୁଟି ସେ ଦେଖୁଥିଲେ ସେଇଟାକୁ ଏକାନ୍ତ ଭାବରେ ଠାକୁରଙ୍କୁ ଜଣାଉଥିଲେ କି ଠାକୁର ଆପଣଙ୍କ ପାଖକୁ ଏଇ ଯୋଉ ଭକ୍ତ ଆସିଥିଲେ ତାଙ୍କ ଭିତରେ ଏଇ ଦୋଷ ତ୍ରୁଟିଟା ମୁଁ ଦେଖିଲି। ଠାକୁର ସେହି ବ୍ୟକ୍ତି ଯେଉଁ ବ୍ୟକ୍ତିଙ୍କର ଦୋଷ ତ୍ରୁଟି ପ୍ରଫୁଲ୍ଲ ଦା କହୁଥିଲେ ତାର ବିଶେଷ ଗୁଣକୁ ଚର୍ଚ୍ଚା କରି ପ୍ରଫୁଲ୍ଲ ଦାଙ୍କର ଧାରଣା ହିଁ ବଦଳେଇ ଦେଉଥିଲେ। ଥରେ ପ୍ରଫୁଲ୍ଲ ଦା ଏଇଭଳି ଗୋଟେ ସମସ୍ୟା ନେଇ ଠାକୁରଙ୍କ ପାଖକୁ ଆସିକି କହିଲେ କୌଣସି ଭକ୍ତଙ୍କର ବିରୁଦ୍ଧରେ। ଠାକୁର ବହୁତ ଗମ୍ଭୀର ହେଇ କହିଲେ ପରମ ପିତାଙ୍କ ଦରବାରରେ ଯେଉଁ ଲୋକମାନେ ଆସନ୍ତି ସେମାନଙ୍କ ଭିତରେ ଆଛାଇ ବୁରାଇ, ଭୁଲ ତ୍ରୁଟି ଇତ୍ୟାଦି ରହିଲେ ବି ସେମାନେ ଧୀରେ ଧୀରେ ସେଇ ବିକାଶ ପଥ પર କ୍ରମଶଃ ଭାବରେ ଆଗକୁ ବଢି ବଢି ଚାଲନ୍ତି। ସେମାନଙ୍କୁ ସଂଶୋଧନ କରିବା ପାଇଁ ତମେ ମଥାପାଜି କରିବାର ଆବଶ୍ୟକତା ନାହିଁ। ପ୍ରଥମେ ତମେ ନିଜେ ଠିକ ହେଇଯାଅ, ଅନ୍ୟଙ୍କର ଦୋଷ ଦେଖି ନିଜେ ଦୁଷ୍ଟ ହେଇଯାଅ ନାହିଁ। ପ୍ରତ୍ୟେକ ବ୍ୟକ୍ତି ତାଙ୍କର ନିଜର ପ୍ରକୃତି ଅନୁସାରେ ସେ ଚାଲନ୍ତି। ଥୋଡା ବହୁତ ଯଦି ତା ଭିତରେ କିନ୍ତୁ ସେଇ ଶ୍ରେୟ ଅନୁରାଗଟା ରୁହେ, ସେ ମଣିଷ କେବଳ ଭୁଲ କରେ ନାହିଁ ବରଂ ଭୁଲକୁ ସୁଧାରିବାର ରାସ୍ତାଟା ବି ଜାଣେ ଆଉ ସେଇ ଭିତରେ ସେ ପ୍ରୟାସରତ ରୁହେ। ତେଣୁ ସବୁ ଦୃଷ୍ଟିକୋଣକୁ ଗୋଟେ ଦୃଷ୍ଟିକୋଣରୁ ବିଚାର କଲେ ଆମର ହୁଏତ ଭୁଲ ହେଇଯିବ, ସେଇଥିରେ ଅନ୍ୟମାନଙ୍କର ଭାବରେ ସେଇଟା ହୁଏତ ଆଘାତ ଲାଗିବ। ଏହାର ଅର୍ଥ ନୁହଁ କି ତମେ ଅସତ ନିରୋଧ କରିବନି। ଯଦି କିଏ ଇଷ୍ଟକୃଷ୍ଟି ଆଉ ଲୋକ କଲ୍ୟାଣର ବିରୋଧର ଚଳନ ତମେ ଦେଖୁଛ ତାହେଲେ ତମେ ସଂୟମିତ ହେଇ ସହାନୁଭୂତି ସହିତ ତାକୁ ନିରୋଧ କରିବ। ଯେମିତି ନିଜର ଶରୀରରେ ଗୋଟେ ଘା ହେଲେ ତାର ଚମଡାଟାକୁ ତମେ ଯେମିତି ବହୁତ ଆରାମ ସେ ପ୍ୟାର ସେ ସହାନୁଭୂତି ସହିତ ତାକୁ ବାହାର କର ବହୁତ ସାବଧାନ ସହିତ, ସେଇଭଳି ଅସତ ନିରୋଧୀକୁ ସହାନୁଭୂତି ସହିତ ତମେ କରିବା ହିଁ ଦରକାର। କାହିଁକି ନା ମଣିଷର ଅହଂକୁ ଯଦି ଚୋଟ ପହଞ୍ଚେଇ ଦବ ତାହେଲେ ସେ ତମର କୌଣସି କଥାକୁ ସ୍ୱୀକାର କରିପାରିବ ନାହିଁ, ହୁଏତ ତମ ଠାରୁ ସେ ଦୂରେଇ ଯିବ। ତେଣୁ ତମେ ଅନ୍ୟମାନଙ୍କୁ ଦଣ୍ଡ ଦେବାର ଅଧିକାର ତମର ସେତେବେଳେ ହବ ଯେତେବେଳେ ତମେ ତା ପ୍ରତି ପିତୃ ମାତୃ ସୁପ୍ରଭ ସହାନୁଭୂତି, ମମତା ଆଉ କଲ୍ୟାଣ ବୋଧ ଜାଗୃତ କରାଇ ପାରିବ। ତମେ ତାଙ୍କୁ ଚୋଟ ଦେଲେ ତା ଭିତରେ ଯେତେବେଳେ କଷ୍ଟ ହଉଛି ତାର 2 ଗୁଣା କଷ୍ଟ ଯଦି ତମ ଶରୀର ଆଉ ମନରେ ଲାଗିବ ତାହେଲେ ତମେ ଭାବିପାରିବ କି ଠିକ ଅଛି ମୁଁ ତାକୁ ଅସତ ନିରୋଧର ମୁଁ କୌଶଳଟାକୁ ବର୍ତ୍ତମାନ ମୁଁ ଜାଣିଲି। ତେଣୁ ତମେ ଏଇ ସବୁ ଜିନିଷଟାକୁ ଦେଖିକି ଚାଲିବ। ଆଉ ପ୍ରକୃତ ରୂପରେ ତାର ଅବଜେକ୍ଟିଭ ସାଇଣ୍ଟିଫିକ ଟୋନ ଆଉ ଟେମ୍ପର ମାନେ ବସ୍ତୁନିଷ୍ଠ ବୈଜ୍ଞାନିକ ସୁର ଆଉ ମିଜାଜ ସହିତ ତମକୁ ଚାଲିବାକୁ ପଡିବ। ଯେତେବେଳେ ତମେ ରାଗିଯାଅ, ତମେ ଯେତେ ଦ୍ୱେଷ ଭାବ ତମ ଭିତରେ ଆସେ, ତମେ କୌଣସି ଭଲ କାମ ବି ସେତେବେଳେ କରିପାରିବ ନାହିଁ। କାହିଁକି ସେଇ ଭିତରେ ସେଇ ସମୟରେ ତମ ଭିତରେ ସେ ପ୍ରବୃତ୍ତି ପରାୟଣତା ସଂକ୍ରାମିତ ହେଇଯିବ ଆଉ ତମ ରାଗ ଭିତରେ ତମେ ତ ନିଜ ହିଁ ଅସତ ନିରୋଧର ପାତ୍ର ହିଁ ବନିଯିବ। ତମେ ଅସତ ନିରୋଧ କରିବାକୁ ଯିବ ବା କଣ? ତେଣୁ ସେତେବେଳେ ତୁମର ସାକୁ ଶାସନ କରିବାର ଅଧିକାର ନାହିଁ। ଏଇଟା କେବଳ ବାହାରେ ନୁହଁ, ତମ ଘରର ପିଲା ଛୁଆଙ୍କ ପ୍ରତି ବି ଏଇ ଜିନିଷଟା ବି ଲାଗୁ। ଯେତେବେଳେ ତମେ ରାଗରେ ଅଛ, ପ୍ରଚଣ୍ଡ ଭାବରେ ରାଗରେ ଅଛ, ସେଇ ଟାଇମରେ ତମେ ନିଜକୁ ସମ୍ଭାଳି ନିଅ। ଆଉ ସେଇ ସାତତ ଭୂତି ବିଚ୍ୟୁତ କିଛି ସମୟ କାହିଁକି ନା ତମକୁ ସେଟା ପତିତ ତରଫକୁ ନେଇଯିବ। ଫାଷ୍ଟ ହିଲ୍ ଥାଇସେଲ୍ଫ and then your environment will be healed automatically. ତମେ ପ୍ରଥମେ ନିଜକୁ ସ୍ୱସ୍ଥ ରଖ, ତାପରେ ପରିବେଶ ତମର ଅଟୋମେଟିକାଲି ସ୍ୱସ୍ଥ ହେଇଯିବ। ଆଉ ଏଇ ଜିନିଷ ଆମେ ଯୋଉ ବାହାରେ ଯାଇକି କହୁ ଠାକୁର କହୁଛନ୍ତି ସେଇଟା ହୁଏ ନା। କାହିଁକି ନା ୟାଜନ ଖାଲି କରିଦେଲେ ସମସ୍ତଙ୍କୁ ସଜେସନ ଦେଇଦେଲେ ହବନି।
ଆଉ ଆଚରଣର ପ୍ରକୃତ ରୂପରେ ଅର୍ଥ ହଉଛି ସାତତ ଚଳନ। ଆଚରଣହୀନ ଉପଦେଶ ସେଟା କେବଳ ଅଧର୍ମର ଧାତା ଆଉ ଉଦାତା। ତେଣୁ ତମେ ସେଇ ଦୃଷ୍ଟିକୁ ନେଇ ଚାଲିବ। ଠାକୁର ଏଇ ଯୋଉ ପ୍ରସଙ୍ଗଟା ଆଲୋଚନା କଲେ ସେ ଆମକୁ ଚେତେଇ ଦେଲେ କି ଆମର ରୁଟିନ ଲାଇଫରେ ବି ଯେତେବେଳେ ଆମେ ରାଗ ହେଇଯାଉ କିମ୍ବା ବହୁତ କିଛି ଆମେ କଣ୍ଟ୍ରୋଲ କରିପାରୁନୁ, ଇମୋସନକୁ କଣ୍ଟ୍ରୋଲ କରିପାରୁନୁ, ଆଉ ସେଇ ଟାଇମରେ ଆମେ ଯାହା ପାଉ କହିଦଉ, ସେଇ ଭିତରେ ତା ଉପରେ ଯେ କଣ ଆଘାତ ଦଉଛି ସେଇ କଥାଟା ବି ଆମେ ଭାବି ପାରୁନାହୁଁ। ଆମେ ବି ନିଜେ ବି ଡିପ୍ରେସର ହେଇଯାଉ, ଆମେ ବି ନିଜେ ବି ବହୁତ ଦିନ ସେମିତି ଆମର ମେଣ୍ଟାଲ କଣ୍ଡିସନ ବି ଠିକ ରୁହେନି, ତାର କଥା କଥା ଭାବି ଭାବି ଆଉ ସିଏ ବି ଠିକ ରୁହେନି। ତେଣୁ ସବୁ ଗୁଡାକ ଆମ ପାଇଁ ଅସୁବିଧାରେ ପକେଇ ଦିଏ। ତେଣୁ ଆମେ ବର୍ତ୍ତମାନ କରିବା କଣ? ତାହେଲେ ଅସତ ନିରୋଧ ତାହେଲେ ଆମେ କଣ କରିବାନି? ତାହେଲେ ଅସତ ନିରୋଧ କେତେବେଳେ କରିବା, କାହା ପ୍ରତି କରିବା, ତାହାର କଣ ସେ ଗୋଟେ ଘଟଣାବଳୀରୁ ଆମେ ସେଟାକୁ ଜାଣିବା। ଆମେ ଜାଣିଛେ ଦେଓଘରରୁ ଆସିବା ପୂର୍ବରୁ ଯେତେବେଳେ ପାବନାରେ ଥିଲେ ଠାକୁରଙ୍କ ଜନ୍ମସ୍ଥାନ, ସେତେବେଳେ ମାୟା ମସୀମା କରିକି ଆପଣ ନାଁ ଜାଣିଛନ୍ତି ସତ୍ସଙ୍ଗରେ, ତାଙ୍କୁ ଠାକୁର ବହୁତ ଶ୍ରଦ୍ଧା ଭକ୍ତି ବି କରୁଥିଲେ। ଆଶ୍ରମର ଛୋଟ ବଡ ସବୁ ସମସ୍ତେ ଯେହେତୁ ଠାକୁର ତାଙ୍କୁ ଶ୍ରଦ୍ଧା ଭକ୍ତି କରୁଛନ୍ତି, ସମସ୍ତେ ତାଙ୍କୁ ବହୁତ ଶ୍ରଦ୍ଧା ଭକ୍ତି କରୁଥିଲେ। ସେ ବଙ୍କିମ ଚନ୍ଦ୍ର ରାୟ ଦାଦା ହୁଅନ୍ତୁ, ଡକ୍ଟର ପ୍ୟାରୀ ନନ୍ଦୀ ହୁଅନ୍ତୁ, ପଙ୍କଜ ସାନ୍ୟାଲ ଦାଦା ହୁଅନ୍ତୁ, କିମ୍ବା ବିଶ୍ୱନାଥ ମୁଖୋପାଧ୍ୟାୟ, ଦେବୀ ପ୍ରସାଦ ମୁଖୋପାଧ୍ୟାୟ, ଅଜିତ କୁମାର ଗାଙ୍ଗୁଲି, ରେବତୀ ମୋହନ ବିଶ୍ୱାସ, ଯତୀନ ବିଶ୍ୱାସ, ଭୁବନେଶ୍ୱର ପାଣ୍ଡେ, ସମସ୍ତେ ସମସ୍ତଙ୍କୁ କିନ୍ତୁ ମାୟା ମୌସୀମା କେତେବେଳେ ନା କେତେବେଳେ ସଦାବେଳେ କିଛି ରାଗନ୍ତି, ରାଗିକି ତାଙ୍କୁ ଶାସନ କରିବା ପାଇଁ ଚେଷ୍ଟା କରନ୍ତି। ତଥାପି ତାଙ୍କୁ କେତେବେଳେ କେହି ବି କୌଣସି ଟାଇପର ଜବାବ ଦେଇନାହାନ୍ତି, କାହିଁକି ନା ଠାକୁର ତାଙ୍କୁ ବହୁତ ଭଲ ପାଉଥିଲେ। ଇଏ କିନ୍ତୁ ସମସ୍ତଙ୍କୁ ଶାସନ କରିବା ପାଇଁ ଚେଷ୍ଟା କରନ୍ତି। ବହୁତ କାଂଶରେ ବହୁତ ଭକ୍ତଙ୍କର ବି ମନକୁ ନିୟନ୍ତ୍ରିତ କରି, ଯେହେତୁ ଠାକୁରଙ୍କ ପ୍ରତି ଭଲ ପାଇବାଟା ଅଛି, ନିୟନ୍ତ୍ରିତ କରିକି ଚାଲନ୍ତି, କିନ୍ତୁ ବେଳେ ବେଳେ ବି ନିଜକୁ କଣ୍ଟ୍ରୋଲ ବି କରିପାରନ୍ତିନି। ସେମିତି ଥରେ ଖରା ଦିନର କଥା, 2:30-3ଟା ବାଜିଛି, ଠାକୁର ସେଇଠି ଉପସ୍ଥିତ ରହିଛନ୍ତି, ତାଙ୍କର ବିଶ୍ରାମ ଘରେ ବିଶ୍ରାମ ନଉଛନ୍ତି। ଆଉ ଯେହେତୁ ବାହାରେ ଗରମ ପବନ ହାୱା ଚାଲୁଛି, ପବନ ବହୁଛି, ସେଇଥିପାଇଁ ତାଙ୍କର ସବୁ ଖିଡିକି ଗୁଡାକ ସବୁ ଦରବାଜା ଗୁଡାକ ବନ୍ଦ କରା ହେଇଯାଇଛି। ଏକଦମ ସେଠି ମାୟା ମାସିମା ଯେତେବେଳେ ଆସିକି ପହଞ୍ଚନ୍ତି, ସେ ସମସ୍ତେ ପୁରା କଡା ଭାବରେ ସମସ୍ତଙ୍କୁ ମାନେ କହୁଛନ୍ତି, ରାଗି କହୁଛନ୍ତି, ସମସ୍ତେ ଏଠି ଭକ୍ତ ବନିକି ବସିଛ, ତମେ ଖିଡକି ଦରବାଜା ସବୁ ଲଗେଇ ଠାକୁରଙ୍କୁ ଭିତରେ ତମେ ବନ୍ଦ କରିକି ରଖିଛ। ୟା ସବୁ ସମସ୍ତଙ୍କୁ ରାଗି ତାପରେ ପାରିଦାକୁ କହୁଛନ୍ତି, ଏ ଖିଡକି ଖୋଲିଦିଅ, ଜଲ୍ଦି ଜଲ୍ଦି ଖିଡକି ଖୋଲ ସେଇଠୁ। ତା ଶୁଣି ପାରିଦା ଚୁପଚାପ କିଛି ବି କହୁନାହାନ୍ତି, ଯାଇକି ଖିଡକି ଖୋଲି ଦଉଛନ୍ତି, ସେ ଦରବାଜାଟାକୁ ଖୋଲି ଦଉଛନ୍ତି। ଏଇ ଦୃଶ୍ୟ ଦେଖି ସେ ରାମ ବସାବନ ସିଂ ଦାଦା, ଯିଏକି ଆମ ପ୍ରୀତମ ସିଂ ଦାଦା, ଧୃତିମାନ ସିଂ ଦାଦାଙ୍କ ପିତାଜୀ, ସେ ଏଇ ଦୃଶ୍ୟ ଦେଖି ସେ ଭାବୁଛନ୍ତି, ସେ ପ୍ୟାରିଦାଦା କହୁଛନ୍ତି, ପ୍ୟାରିଦା ଏବେ ତ ବାହାରରେ ବହୁତ ଗରମ ହାୱା ଚାଲିଛି, ଭିତରେ ବହୁତ ଥଣ୍ଡା, ଏଇଭଳିଆ ପରିସ୍ଥିତିରେ କଣ ଖିଡକି ଖୋଲିବାଟା କଣ ଆପଣଙ୍କର ଉଚିତ ହେଲା? ସେଇଠି ସେ ପାରିଦା କହୁଛନ୍ତି, ଭାଇ ମାୟା ମାଉସୀ ମାଙ୍କ ସାମ୍ନାରେ ମୁଁ ଉଚିତ ଅନୁଚିତ କଥା ମୁଁ ବିଚାର ହିଁ କରିପାରିବି ନାହିଁ। ପାରିଦା ଏହା ଶୁଣି ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ଆପଣ ଠାକୁରଙ୍କର ହଉଛନ୍ତି ପର୍ସନାଲ ଫିଜିସିଆନ, ନିଜେ ଚିକିତ୍ସକ, ଆପଣ ପ୍ରଭୁଙ୍କ ଜୀବନର ସ୍ୱାସ୍ଥ୍ୟର ସବୁ ଦାୟିତ୍ୱ ଆପଣଙ୍କ ଉପରେ, ଆଉ ଆପଣ ଏଇଭଳିଆ କଥା କହୁଛନ୍ତି। ପାରିଦା କହୁଛନ୍ତି, ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ତମେ ଯାହା କହୁଛ କୁହ, କିନ୍ତୁ ମୁଁ ଏଇଥିରେ ଲାଚାର, ମୁଁ ସେଇଥିରେ କିଛି କରିପାରିବି ନାହିଁ। ଏମିତି ଦିନେ ଘଟଣା ଆସିଲା, ବଙ୍କିମ ଦାଦା ବି, ବଙ୍କିମ ଦାଦାଙ୍କର ବି ସେମିତି ସେ ଖିଡି ଖୋଲି ଦଉଥିଲେ। ସେଇ ବଙ୍କିମ ଦାଦାଙ୍କୁ ଯେତେବେଳେ ପଚାରାଯାଉଥିଲା, ବଙ୍କିମ ଦାଦା ବି ସେଇ ଜିନିଷ ଉତ୍ତର ଦଉଛନ୍ତି, ଭାଇ ମାୟା ମାଉସୀ ମାଙ୍କ ଉପରେ ଆମେ କିଛି କହିପାରିବୁନି, ସେ ଯେତେବେଳେ ଯାହା ହୁକୁମ ଦଉଛନ୍ତି, ଶାସନ କରୁଛନ୍ତି, ଆମେ ଚୁପଚାପ ସହି ଯାଉଛୁ। ଇଏ କିନ୍ତୁ ଆଙ୍କୁ ଏଇ ଜିନିଷଟାକ ହଜମ ହଉନି, କାହାକୁ? ରାମ ବସାବନ ସିଂ ଦାଦାଙ୍କୁ। ସେ କହୁଛନ୍ତି, ଯେତେବେଳେ ବି ଯୋଉ ଆଦେଶକୁ ପାଳନ କରୁଛନ୍ତି, ଏଇଭଳିଆ କଣ ପ୍ରଭୁ ସ୍ୱୟଂ ଅଛନ୍ତି, ତାଙ୍କର ଶରୀରକୁ ହୁଏତ କଷ୍ଟ ହଉଥିବ, କିନ୍ତୁ ଏଇମାନେ କିନ୍ତୁ ମାୟା ମାଉସୀମାର ଆଦେଶକୁ ଏମିତି ପାଳନ କରି ଯାଉଛନ୍ତି। ସିଏ କଣ କଲେ, ଏଇ ଯୋଉ ଭୁବନେଶ୍ୱର ପାଣ୍ଡେ ବୋଲି ଜଣେ ଗୁରୁ ଭାଇ ଥିଲେ, ତାଙ୍କୁ କହିଲେ, ଦେଖ ଏଣିକି ଯେବେ ବି ସେଇ ମାୟା ମାଉସୀମା ଆସିକି ଏମିତି ଯଦି କବାଟ ଖୋଲିଦେବେ, ମାନେ କାହାକୁ ନିର୍ଦ୍ଦେଶ ଦେବେ, ସିଏ ଯଦି ସେଇ ଦରବାଜାକୁ ଖୋଲିଦେବେ, ତାହେଲେ ତମେ କିମ୍ବା ମୁଁ ଯାଇକି ତୁରନ୍ତ ତାକୁ ବନ୍ଦ କରିଦବା, ଆଉ କାହାର କଥା ଶୁଣିବାନି, ସେଇ ଟାଇମରେ ତୁରନ୍ତ ତାକୁ ଆମେ ବନ୍ଦ କରିଦବା। ଏହା ଭାବିଛନ୍ତି। ସେଇଦିନର ଘଟଣା, ସେ ଦ୍ୱିପହର ପରେ ସେ ନିଜ ଶଯ୍ୟାରେ ଠାକୁର ବସିଛନ୍ତି, ସେଇ ଟାଇମରେ ଏକଦମ ସେ ମାୟା ମାଉସୀ ମା ଆସିକି ଯେତେବେଳେ କହୁଛନ୍ତି କବାଟଟା ଖୋଲିଦିଅ,
ସେଇ ଟାଇମରେ ମାନେ ଦରବାଜା ଗୋଟେ ଖିଡିକି ଖୋଲି ଦିଅ, ସେଟାରେ ବଙ୍କିମ ଦାଦା ହୁଅନ୍ତୁ କୌଣସି ଭକ୍ତ ଯାଇକି ଯେତେବେଳେ ଖୋଲି ଦଉଛନ୍ତି, ସେଇ ଟାଇମରେ ରାମ ବସାବନ ଦାଦା ଯାଇକି ପୁଣି ସେ ଖିଡିକିଟାକୁ ଏକଦମ ସେ ବନ୍ଦ କରିଦଉଛନ୍ତି। ଯେତେବେଳେ ବନ୍ଦ କରିଦେଇଛନ୍ତି, ମାୟା ମାଉସୀ ମା ତ ଏମିତି ଏକ୍ସପେକ୍ଟ ବି କରିନଥିବେ କି ଏଇଭଳିଆ ଜିନିଷ କିଛି ହେଇଯିବ। ସେ ରାଗି ରାଗି କଣ ତମତମ ହେଇ କିଛି କିଛି ମନ ମନ ଭିତରେ ଗୁଣେଇ ଗୁଣେଇ କହିକି ଚାଲି ଯାଉଛନ୍ତି। ସେଇ ଟାଇମରେ ଅନ୍ୟ ଭକ୍ତ ମାନେ ପ୍ରଶଂସା କରୁଛନ୍ତି କାହାକୁ? ରାମ ବସାବନ ସିଂ ଦାଦା, ଯାହା ହଉ ତମେ ଆଜି ଗୋଟେ ତାଙ୍କର ବିରୋଧ କରେଇଲ, ଆଉ ଯାହା ହଉ ଏପର୍ଯ୍ୟନ୍ତ କେହି ସେଇଟାକୁ ସାହସ କରୁନଥିଲେ। ଏଇ ଘଟଣାଟା ଏଇଠି ରହିଲା। ଆଉ ଗୋଟେ ଦିନ ହେଇଛି, ପଞ୍ଜାବରୁ ଜଣେ ଗୁରୁ ଭାଇ ଆସିଛନ୍ତି, ସାଥିରେ ସେ ଭାରତୀୟ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ, ସେ ପରମ ଦୟାଲଙ୍କ ନିକଟକୁ ଆସିଛନ୍ତି, ତାଙ୍କ ଦର୍ଶନ କରୁଛନ୍ତି, ତାଙ୍କ ପରିଚୟ ଦେଇ ରାମ ବସାବନ ସିଂ ଦାଦା ଆଉ ସେଇ ପଞ୍ଜାବର ଗୁରୁ ଭାଇ ଦି ଜଣ ଦର୍ଶନ କରିକି ବିଶ୍ୱ ବ୍ରହ୍ମାଣ୍ଡର ମାଲିକଙ୍କୁ ଏତେ ପାଖରେ ପାଇ ସେ ଆନନ୍ଦିତ ହେଇଯାଉଛନ୍ତି, ଆଉ ତାଙ୍କୁ ଦର୍ଶନ କରିଛନ୍ତି, ଆଉ ସାମ୍ନାରେ ତଳେ ସେଠି ବସି ଯାଇଛନ୍ତି, ଯେମିତି ଗୋଟେ ଦୁନିଆରେ ସ୍ଵୟଂ ପ୍ରଭୁ ସାମ୍ନାରେ ଅଛନ୍ତି ଆଉ ତାଙ୍କର ଦର୍ଶନ କରୁଛନ୍ତି। ସେଇ ଭାବରେ ସେମାନେ ପୁରା ଡୁବି ଯାଇଛନ୍ତି। ସେଇ ଟାଇମରେ ଏକଦମ ସେ ଯେମିତି ସେ ମାୟା ମାଉସୀମା ଆସିକି ପହଞ୍ଚି ଯାଉଛନ୍ତି ସେ ଘରେ, ଆଉ କହୁଛନ୍ତି ଏମାନଙ୍କର କାମ ଧାମ କିଛି ନାହିଁ, ଦିନ ଭର ଖାଲି ଠାକୁରଙ୍କ ପାଖରେ ବସି ତାଙ୍କୁ ଅନେଇକି ରଖୁଛନ୍ତି, ଅନେଇ ରହୁଛନ୍ତି, ଆଉ ଆନନ୍ଦ ବଜାରରେ ଖାଉଛନ୍ତି, ଏଇ ତ ଏମାନଙ୍କର କାମ, ଆଉ କଣ କାମ କି ଏମାନଙ୍କର? ଏହା କହି ମାନେ ସେ ପୁରା ତନ୍ତମ ହେଇଯାଉଛନ୍ତି। ଯେତେବେଳେ ଏଇଟା ବି ରାମ ବସାବନ ସିଂ ଦାଦାଙ୍କୁ ବହୁତ କଷ୍ଟ ଲାଗୁଛି, କାହିଁକି ନା ସେ ପଞ୍ଜାବର ଗୋଟେ ଗୁରୁ ଭାଇ, ଆଉ ଭାଗ୍ୟ ଭଲ ଇଏ ତ ବଙ୍ଗାଳୀରେ କହୁଥିଲେ, ସେ ବଙ୍ଗାଳୀ ବୁଝି ପାରୁନାହାନ୍ତି। ତଥାପି ତାଙ୍କୁ ତାଙ୍କର କିନ୍ତୁ କ୍ରୋଧର ଆଉ ସୀମା ରହିଲାନି। ସେ ଗଲେ ଧୀରେ ଧୀରେ ସେ ଗୁରୁ ଭାଇଙ୍କୁ ବାହାରେ ଛାଡି ଦେଇ, ଆଶ୍ରମର ବାହାରେ ଛାଡି ଦେଇ ସେ ତୁରନ୍ତ କହୁଛନ୍ତି ଆଜି ଯାହା ହେଇଯାଉ ଠାକୁରଙ୍କ ସାମ୍ନାରେ ମୁଁ ତାର ମାନେ ଉଚିତ ଜବାବ ଆଜି ଦେବି। ଆଉ ତାଙ୍କୁ ସେ କିଏ ହେଲେ ଆମକୁ ଏମିତି କହିବା ପାଇଁ? ସେ ଆସୁଛନ୍ତି, ସେ ଭାବରେ ଆସୁଛନ୍ତି, ଆଉ କହୁଛନ୍ତି କି ଆସିକି ପହଞ୍ଚି କହୁଛନ୍ତି ମାୟା ମାଉସୀ ମା, ଆପଣ ନିଜ ନିଜକୁ କଣ ଭାବୁଛନ୍ତି କି? ଆପଣ ଏମିତି ଆମ ମାନଙ୍କ ଉପରେ କାହିଁକି ଶାସନ କରୁଛନ୍ତି? ଆପଣ ଶାସନ କରିବା କଣ ଅଛି? ଆପଣଙ୍କର ଅଧିକାର କଣ ଅଛି ଆମ ମାନଙ୍କ ଉପରେ ଶାସନ କରିବା ପାଇଁ? ମାୟା ମାଉସୀ ମା ତାଙ୍କ ଜୀବନରେ କେବେ ବି ଏଇଭଳିଆ ଇନସିଡେନ୍ସ ହବ ଠାକୁରଙ୍କ ସାମ୍ନାରେ ସେ ଇମାଜିନ କରିପାରୁନଥିଲେ। ସେ କହୁଛନ୍ତି ନା ନା ବାବା, ମୁଁ କାହିଁକି ତମମାନଙ୍କୁ ଶାସନ କରିବି? ଇଏ କିନ୍ତୁ କିନ୍ତୁ ରାଗରେ ତ ପୁରା ବୁଡିକି ଅଛନ୍ତି। ସେ କହୁଛନ୍ତି ହଁ, ଆପଣ ଆମ ମାନଙ୍କ ଉପରେ ଶାସନ କରୁଛନ୍ତି, ଆପଣଙ୍କର କୌଣସି ଅଧିକାର ହିଁ ନାହିଁ, ଆପଣ ତ ଆମମାନଙ୍କୁ ଭଲ ପାଉନାହାନ୍ତି, ଶାସନ କରିବାର ଅଧିକାର କେବଳ ସେ ଠାକୁରଙ୍କର ବାଣୀ ମିଶେଇ କହୁଛନ୍ତି କି ଶାସନ କରିବାର ଅଧିକାର କେବଳ ସେମାନଙ୍କର ଯିଏ କାହାକୁ ଭଲ ପାଏ। ତମେ ତ ଖାଲି ଭଲ ପାଇବନି, ସଦାବେଳେ ସମସ୍ତଙ୍କୁ ଖାଲି ରାଗୁଛ, ଯାହାକୁ ଯାଉ ଇଆଡେ ସିଆଡେ କହୁଛ, ତମର ଶାସନ କରିବାର କୋଉଠି ଅଧିକାର ହେଲା? ତମେ ଆମ ମାନଙ୍କୁ ଆଜିଠୁ ଆଉ କିଛି ବି ତମେ କହିପାରିବ ନାହିଁ। ଏଇଭଳି କହୁଛନ୍ତି। ପ୍ରଭୁ ବି ସେଇଠି ଶୁଣୁଛନ୍ତି, ଆଉ ମାୟା ମାଉସୀ ମା ତ ଏକ୍ସପେକ୍ଟ ବି କରୁନାହାନ୍ତି ଏଇଭଳିଆ ଜିନିଷ ହେଇଯିବ ବୋଲି। ସେ କିନ୍ତୁ ତାପରେ ଧୀରେ ଧୀରେ ବହୁତ ମନ ଦୁଃଖ କରି ଯେତେବେଳେ ଚାଲି ଯାଉଛନ୍ତି, ଆଙ୍କୁ ସମସ୍ତେ ସାବାସୀ ଦେବାରେ ଲାଗିଲେଣି କି ଯାହା ହଉ ଏତେ ଦିନ ପରେ ଯୋଉ ଦିନଟା ଏତେ ଭକ୍ତ ଲୋକ ଏଇଠି କରିପାରୁନଥିଲେ, ଇଏ ଆଜି ହିଁ ଠିକ ରୂପରେ କରିକି ଦେଇଛନ୍ତି। ଆଉ ଆଉ ସିଏ ଆଗକୁ ସେମିତି ବି ହେବେନି। କିନ୍ତୁ ସେଇ ଭକ୍ତ ମାନଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି। କିନ୍ତୁ ସେଇଦିନ ସନ୍ଧ୍ୟା ବେଳେ ଯେତେବେଳେ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ କାନରେ ଏ କଥାଟା ପହଞ୍ଚିଲା, ସେ ଖଡଘରରେ ଉପସ୍ଥିତ ରହୁଛନ୍ତି, ଆଉ ବିସ୍ତାର ଭାବରେ ଯେତେବେଳେ ସବୁ ଜିନିଷ ଟାକ ଶୁଣୁଛନ୍ତି, ସେ ଗମ୍ଭୀର ଭାବରେ ସେ ରାମ ବସାବନ ସିଂ ଦାଦାଙ୍କୁ କହୁଛନ୍ତି କି ଦେଖ, ତମେ ଏଇ ଜିନିଷଟା ଟିପ୍ପଣୀ କରି କିଛି ଠିକ କଲ ନାହିଁ, ତମେ ଏମିତି କହିବାର ହିଁ ନଥିଲା। ଇଏ ଭାବୁଛନ୍ତି ମତେ ଯେତେବେଳେ ସମସ୍ତେ ପ୍ରଶଂସା କରୁଛନ୍ତି, ଏଇଠି ଶ୍ରୀ ଶ୍ରୀ ବଡ଼ଦା କାହିଁକି ଏମିତି କହିଲେ? ତାଙ୍କର ମନଟା ବି ଟିକେ ଦୁଃଖ ହେଇଗଲା। ସେ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି ଦେଖ, ପାବନା ସମୟରୁ ବି କେତେ ଜ୍ୱାଳା ଯନ୍ତ୍ରଣା, ଦାଣ୍ଡ ଫଟକାର, ନିନ୍ଦା ସ୍ତୁତି ଆମେ ଶୁଣି ଆସୁଛୁ ମାୟା ମାଉସୀଙ୍କ ପାଖରୁ, କିନ୍ତୁ ଆମେ କେବେ ବି ତାଙ୍କ ମୁହଁରେ କେତେବେଳେ ବି କିଛି କହିନା। ସେତେବେଳେ ଯାଇକି ରିଏଲାଇଜ କରୁଛନ୍ତି ସତରେ ତାହେଲେ ମୋର ତ ସେଇଟା କହିବାର ନଥିଲା। ଆଉ ଯାହା ହଉ ସେଇଠି କଥାଟା ରହିଗଲା। ଠାକୁର କିନ୍ତୁ କିଛି କହୁନାହାନ୍ତି। ଠାକୁର ଦିନେ ଦି ଦିନ ପରେ କହୁଛନ୍ତି ସେ ରାମ ବସାବନ ଦାଦାଙ୍କୁ, ତମେ ମାୟା ମାଉସୀ ମାଙ୍କୁ ସେଇଦିନ ଏଭଳି କହି ତମେ ସେଇଟା ଠିକ କଲ ନାହିଁ। ଏତିକି କହିଲା ପରେ ଆଙ୍କର ମନଟା ଆହୁରି ଦୁଃଖ ହେଇଗଲା। ଆହୁରି ଦୁଃଖ ହେଇଗଲା, ଯାହା ହଉ ଠାକୁର ତ ଏପର୍ଯ୍ୟନ୍ତ କହୁନଥିଲେ, କିନ୍ତୁ ଠାକୁର ବି କହିଲେ, ଶ୍ରୀ ଶ୍ରୀ ବଡ଼ଦା ବି କହିଲେ ତମେ ଉଚିତ କଲନି। ଠାକୁର ବି କହିଲେ ତମେ ଏଇ ଜିନିଷଟା ମୋ ସାମ୍ନାରେ କହିକି ତମେ ଠିକ କଲନି। ତେଣୁ ଅନ୍ୟ ଭକ୍ତ ମାନେ ସାନ୍ତ୍ୱନା ଦଉଛନ୍ତି କଣ କି ଠାକୁର ତ କହିଲେ ନା, ତାଙ୍କ ସାମ୍ନାରେ କରିକି ତମେ କହିକି ଠିକ କଲନି। ତମେ ତ ଅନ୍ୟମାନଙ୍କ ସାମ୍ନାରେ କହିଲେ ତ କିଛି ଅସୁବିଧା ନାହିଁ, ଠାକୁର ତ ସେ କଥାଟା କହିନାହାନ୍ତି। କିନ୍ତୁ ତାର ନେକ୍ସଟ ଡେରେ
ଠାକୁର କହୁଛନ୍ତି ତମେ ମାୟା ମାଉସୀ ମାକୁ ଯାଇକି କ୍ଷମା ପ୍ରାର୍ଥନା କରିପାରିବନି? ଇଏ କହୁଛନ୍ତି ହଁ ଠାକୁର ମୁଁ କରିବି। ଠାକୁର ଏବେ ବି ହିଁ ଯାଉଛି ମୁଁ ମାୟା ମାଉସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବି। ଠାକୁର କହିଲେ ନାଇଁ ଏବେ ନାହିଁ, ସେ ତ ଏଇଠି ଅଛନ୍ତି ଏବେ। ତମେ ଏବେ ତମେ ଗଲା ମାନେ ସେ ଭାବିବେ କି ତମେ ଠାକୁର ପଠେଇଛନ୍ତି। ତମେ ଯେତେବେଳେ ସେ ଘରକୁ ଯିବେ ସେତେବେଳେ ତମେ ଯାଇକି କ୍ଷମା ପ୍ରାର୍ଥନା କରିବ। ତାପରେ ସେଇଦିନ ଦ୍ୱିପହରେ ସେ ଯେତେବେଳେ ମାୟା ମାଉସୀଙ୍କ ମାଙ୍କୁ ଘରକୁ ଯାଇଛନ୍ତି, ସେତେବେଳେ ମାୟା ମାଉସୀ ମା ଦେଖିକି କହୁଛନ୍ତି ତମକୁ ଠାକୁର ପଠେଇଛନ୍ତି? ନା ନାଇଁ ଠାକୁର ମତେ ପଠେଇନାହାନ୍ତି। ତାହେଲେ ତମେ କାହିଁକି ଆସିଛ? ନା ମାଉସୀ ମା ମୁଁ ସେଇଦିନ ଆପଣଙ୍କ ସାଙ୍ଗରେ ଯୋଉ ବ୍ୟବହାର କଲି ମୁଁ ସେଇଥିପାଇଁ ବହୁତ ଦୁଃଖିତ, ମୁଁ ବହୁତ ଦୁଃଖିତ ଅନୁଭବ କରିଛି। ମତେ ଦୟାକରି କ୍ଷମା କରିଦିଅନ୍ତୁ। ମାୟା ମାଉସୀ ମା ତ ରାଗରେ ଥିଲେ ସେଇ ଟାଇମରେ, ସେ କିନ୍ତୁ ଯେତେବେଳେ ଇଏ ବହୁତ ଅନୁରୋଧ କଲେ ଠିକ ଅଛି ତମକୁ ମୁଁ କ୍ଷମା କରିଦେଲି, ଠାକୁର ତମର ମଙ୍ଗଳ କରନ୍ତୁ। ସେ ଗୋଟେ ଖୁସିରେ ଆସିକି ଶ୍ରୀ ଠାକୁରଙ୍କ ପାଖକୁ ଆସିକି କହିଲେ, ଠାକୁର ପୁରା ଆଶ୍ୱସ୍ତ ହେଲେ। କିନ୍ତୁ ଆଙ୍କ ମନରେ ସେ କୋଶ୍ଚିନ୍ ଟା ର ନିରାକରଣ କଣ ସେଟା ସେ ଯାଇପାରୁନି। ଗୋଟେ ଦିନ ସେ ଫ୍ରି ଦେଖି ଠାକୁରଙ୍କୁ ପଚାରିଲେ, ଠାକୁର ତାହେଲେ କଣ ଅସତ ନିରୋଧ ଆମେ କଣ କରିବାନି? ସେଇଠି ଅନ୍ତର୍ଯାମୀ ପ୍ରଭୁ ତୁରନ୍ତ ଉତ୍ତର ଦେଲେ, ନାଇଁ ତମେ କରିପାରିବ, କିନ୍ତୁ ପ୍ରଥମେ ଭିତରେ ତାପରେ ବାହାରେ। ସେ ତାତ୍ପର୍ଯ୍ୟଟାକୁ ବୁଝିବା ପାଇଁ ସେ ଯେତେବେଳେ ଭାବୁଛନ୍ତି କି ପରମ ଦୟାଲ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କେତେ ବାର ବି ସୁସ୍ପଷ୍ଟ କରି ଏଇ ଜିନିଷଟାକୁ କହିଦେଇଛନ୍ତି କି ତମ ଉପରେ ଯୋଉମାନେ ଅନ୍ୟାୟ କରୁଛନ୍ତି ତାଙ୍କୁ ସହ, ସେ ଅତ୍ୟାଚାରଟାକୁ ସହ। କିନ୍ତୁ ଦୁସରେ ଅନ୍ୟମାନଙ୍କ ଉପରେ ଯେତେବେଳେ କିଏ ଅନ୍ୟାୟ କରୁଛି ତାକୁ ବିନୟ ସହାନୁଭୂତି ପୂର୍ବକ ସେଇ ବଜ୍ର ନିରୋଧ ସହିତ ସେ ଅନ୍ୟାୟ ଅତ୍ୟାଚାରକୁ ନିରସନ କରିବାକୁ ଚେଷ୍ଟା କର, ଯେମିତି ତାକୁ ସ୍ୱସ୍ତି ଶାନ୍ତି ଆଉ ମଙ୍ଗଳ ରହି ପ୍ରତିଷ୍ଠା ହିଁ ହବ। କହିବାର ଅର୍ଥ ଆମେମାନେ ପ୍ରଥମେ ଯୋଉ ଅସତ ନିରୋଧ ଆମ ନିଜ ଭିତରେ ତାହେଲେ ସେଇ ହୁଏତ ଏତେ ସହଜ ହେଇପାରିବନି। କିନ୍ତୁ ଯେହେତୁ ଆମେ ଠାକୁରଙ୍କୁ ଭଲ ପାଉଛେ, ଯେହେତୁ ଆମେ ଠାକୁରଙ୍କୁ ଭଲ ପାଉଛେ, ସେଇଥିପାଇଁ ଆମକୁ ଏଇ ଜିନିଷଟାକୁ କରିବାକୁ ପଡିବ। କାହିଁକି ନା ଠାକୁର ଏଇ ଜିନିଷଟାକ ଚାହୁଁଛନ୍ତି, ସେଇଥିପାଇଁ ଆମକୁ କରିବାକୁ ହିଁ ପଡିବ। ସେଇଥିପାଇଁ ପରମ ପୂଜ୍ୟ ବା ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏଇଥର କନଫରେନ୍ସରେ ବି କହୁଥିଲେ କି ଆମେ ଯେତେବେଳେ ଠାକୁରଙ୍କୁ ଭଲ ପାଉ, ଆମେ ଯେତେବେଳେ ଏଇ ସମାଜରେ ବହୁତ ବିଶେଷ ବିଶେଷ ବ୍ୟକ୍ତି ବି ଅଛନ୍ତି ଯୋଉମାନେ ସେମାନେ କିଛି କିଛି କହିଛନ୍ତି, ଆମେ ତାଙ୍କର ଜିନିଷଟା କି ଭାବୁ କି ଆଉ ମନ ପକେଇକି ଭାବୁ କି ନାଇଁ ନାଇଁ ଏମାନେ ବିଶେଷ ବଡ ବୈଜ୍ଞାନିକ, ଏମାନେ ଯାହା କହିଛନ୍ତି ଠିକ, ଆମେ ସେଇଟାକୁ ଆମେ ଇଜିଲି ଆକ୍ସେପ୍ଟ କରିଦଉଛୁ। ଯେମିତି ପରମ ପୂଜ୍ୟ ବା ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଥିଲେ ଏଇଥର କନଫରେନ୍ସରେ କି ହାୱାର୍ଡ ବିଶ୍ୱବିଦ୍ୟାଳୟର ଜଣେ ମନୋବୈଜ୍ଞାନିକ ଡେନିଏଲ ୱେଗନର, ସେ ତାଙ୍କର ବିଚାର ପ୍ରତିସ୍ଥାପନ ମାନେ ଥଟ ସବଷ୍ଟିଟ୍ୟୁସନ ଉପରେ ତାଙ୍କର ଗୋଟେ ଥେସିସ୍ କରି ତାକୁ ଲାଷ୍ଟରେ ଯୋଉ ବାହାର କରିଥିଲେ, ତାର ସାରାଂଶଟା ହଉଛି ଉଚ୍ଚର ଉଦାରତାରେ ଲୀନ ରହିବା। ମାନେ ତମ ମନ ଯେତେବେଳେ ଗୋଟେ ଉଚ୍ଚର ଉଦାରତାରେ ଲୀନ ରହିଯାଏ, ସେତେବେଳେ ହିଁ ତମେ ଏଇ ସବୁ ଜିନିଷଟାକୁ ନିୟନ୍ତ୍ରିତ କରିପାରିବ। ପରମ ପୂଜ୍ୟ ବା ଶ୍ରୀ ଆଚାର୍ଯ୍ୟ କହିଲେ, କହିଲେ ସେ ବୈଜ୍ଞାନିକ ତ ଏବେ ହିଁ କହିଛନ୍ତି, ଠାକୁର ସେଇଟା ତ 1910 ସତ୍ୟାନୁଷ୍ଠାନରେ ସେଇ ଜିନିଷଟା କହିଦେଇଛନ୍ତି, ଉଚ୍ଚର ଉଦାରତାରେ ଲୀନ ରହିବାର କଥା। ତାହେଲେ ଆମେ ତ ସେତେବେଳେ କାହିଁ ମାନେ ଠାକୁରଙ୍କ କଥା ତ ଆମେ ବୁଝିପାରୁନୁ କିମ୍ବା ତାଙ୍କର କଥାଟା ପାଳନ କରିବାକୁ ଆମ ମନେ ରହୁନି। କିନ୍ତୁ ଜଣେ କୌଣସି ବୈଜ୍ଞାନିକ ଆସିଲେ ତାଙ୍କ କଥା କହିଲେ ଆମେ ତ ଶୁଣିଯାଉ। ଯୋଉଟା କି ପରମ ପୂଜ୍ୟ ବା ଶ୍ରୀ ଶ୍ରୀ ବରଦା ବି କହିଛନ୍ତି କି ଯେତେବେଳେ ଯୋଉ ପ୍ରସଙ୍ଗରେ ସତ୍ୟାନୁଷ୍ଠାନରେ କି ମୋର କାମ କ୍ରୋଧାଦି ଗଲା ନାହିଁ ସେଇ ଯୋଉ ବାଣୀଟା ଅଛି, ଆଉ ସେଟା କେମିତି ଯିବ ତାର ଉପାୟ ଉଚ୍ଚର ଉଦାର ଭାବରେ ନିମଜ୍ଜିତ ରହିବା। ଉଦାର ମାନେ ଯାହାର ମନର ବିସ୍ତାର ଅଛି, ସମସ୍ତଙ୍କୁ ନେଇ ଚାଲି ଜାଣନ୍ତି, ପ୍ରତ୍ୟେକ ଝିଅଙ୍କୁ ମା ମନେ କରିବା, କାମ ଭାବ ଆସିବନି, ଏଇଟା ବି ଗୋଟେ ଉଚ୍ଚତର ଭାବ। ସମସ୍ତଙ୍କ ହୃଦୟରେ ଯେ ସ୍ଥାନ ଦିଏ ସେ ଉଦାର ପ୍ରକୃତିର, ତେଣୁ କାହାକୁ ଛୋଟ ଦେଖନ୍ତିନି। ଯାହାର ମନ ଉଦାର ଏବଂ ଯେ ଉଚ୍ଚ ଭାବରେ ଥାଏ, ସେ ସହଜରେ କାମ କ୍ରୋଧାଦିର କବ୍ଜାରେ ସେ ସେ ପଡେ ନା। ଏଟା ଶ୍ରୀ ଶ୍ରୀ ବରଦା କହୁଛନ୍ତି। ତେଣୁ କହିବାର ଅର୍ଥ ଆମେ ଠାକୁର ଯାହା କହିଛନ୍ତି ସେଇ ଜିନିଷଟାକୁ ଆମେ ହୁଏତ ଭାବି ପାରୁନୁ କିମ୍ବା କରିପାରୁନୁ, କିନ୍ତୁ ଅନ୍ୟମାନେ ଯୋଉମାନେ କହିଛନ୍ତି ସେଇଟା ଉପରେ ଆମେ ବେଶୀ ବିଶ୍ୱାସ କରୁ। ଆମେ ଯଦି ଦେଖିବା ଏଇଭଳି ଅସତ ନିରୋଧର କୌଶଳ ଉପରେ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କର ଜୀବନରୁ ଯେତେବେଳେ ଦେଖିବା, ତାଙ୍କର ନିଜର ମା
ତାଙ୍କୁ ବି କେତେ କଠୋର ଶାସନ କରିଛନ୍ତି ସେଇ ଜିନିଷରେ ବି ଆମେ ଜାଣେ। ହୁଏତ ଗରମର ବାଲିରେ ଯେତେବେଳେ ତାଙ୍କର ମା ହୁଏତ ତାଙ୍କ ପିଲାଦିନର ଘଟଣା କି ତାଙ୍କୁ ଗୋଟେ ବାଡି ଧରି ଯେତେବେଳେ ଗୋଡେଇଛନ୍ତି ସେ ପିଟିବା ପାଇଁ, ଯେତେବେଳେ ଠାକୁର ସେ ବାଲି ଉପରେ ଚାଲି ଚାଲି ଯାଉଛନ୍ତି ଦୌଡୁଛନ୍ତି ତାଙ୍କ ପ୍ରାଣକୁ ରକ୍ଷା କରିବା ପାଇଁ, ତାଙ୍କର ଏକଦମ ସେ ରିୟଲାଇଜେସନ ଆସୁଛି। ରିୟଲାଇଜେସନ କଣ ଆସୁଛି କି ଆରେ ମୋର ଗୋଡଟା ଯଦି ଏତେ ତାତି ଯାଉଛି ସେଇ ବାଲିରେ, ତାହେଲେ ମୋର ମାକୁ କେତେ କଷ୍ଟ ହଉନଥିବ। ମୋ ମା ଧଇଁସ ହେଇଗଲାଣି ଆଉ ତାକୁ କେତେ କଷ୍ଟ ହଉନଥିବ, ସେ ସେଇଠି ରହିଯାଉଛନ୍ତି ଆଉ ମାଙ୍କଠୁ ବି ବହୁତ ମାଡ ଖାଇଛନ୍ତି, ସେଟା ଆପଣ ମାନେ ବି ଜାଣନ୍ତି। ତାଙ୍କର ସେଇ ପ୍ରେମ ଭାବଟା ଆସିଲା ମାଙ୍କ ପ୍ରତି ଥିଲା, ସେଥିପାଇଁ ସେ ଏଇ ଜିନିଷଟାକୁ ବି ଜାଣୁଛନ୍ତି। କିନ୍ତୁ ଥରେ ସେଇ କଡକି ଥଣ୍ଡାର ମୌସମରେ ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ଇନଭାଇଟ କରିଛନ୍ତି ଅନ୍ୟ ଗାଁରୁ ଗୋଟେ ପଦ୍ମା ନଦୀ କ୍ରସ କରିକି, ତାଙ୍କର କିଛି ଗୋଟେ ଫଙ୍କସନ ହଉଥିଲା, ହୁଏତ ସେଇଠି ସେ ତାଙ୍କୁ ଇନଭାଇଟ କରିଛନ୍ତି ସେଇଠିକି ଯିବା ପାଇଁ, ଠାକୁରଙ୍କର ଯିବାରେ ଟିକେ ଡେରି ହେଇଯାଇଛି। ଯେତେବେଳେ ଡେରି ହେଇଯାଇଛି ସେ ରାଗି ଗଲେଣି, ସେ ଯିଏ ତାଙ୍କର ଯୋଉ ଘରର ଯୋଉମାନେ ସବୁ ଇନଭାଇଟ କରିଥିଲେ, କହିଲେ କଣ ଇଏ ଏତେ ଲେଟରେ ଆସିଲାଣି, ଆକୁ ଆଜି ଗୋଟେ ପାନେ ଦବୁ। ସେମାନେ କଣ କଲେ, ପୁରା ରାତିରେ ତାଙ୍କୁ ସେମାନଙ୍କୁ ତାଙ୍କ ଘର ଭିତରେ ନ ପୁରେଇ ଦେଇ ସେ କବାଟ ଭିତରୁ ବନ୍ଦ କରିଦେଇକି ସେଇଠି ତାଙ୍କୁ ବନ୍ଦ କରିଦେଇକି ତାଙ୍କୁ ଘରକୁ ଆଲାଉ କଲେନି। ଠାକୁର କିନ୍ତୁ ସେଇ ରାତି ସାରା ସେଇ କବାଟ ବାହାରେ, ତାଙ୍କର ଘରର ବାହାରେ ସେମିତି କାତର ଭାବରେ ସେଇଠି ଠିଆ ହେଇଛନ୍ତି। ସକାଳୁ ଯେତେବେଳେ ଆପଣ ମାନେ ଇମାଜିନ କରନ୍ତୁ, ଆମ ମାନଙ୍କ ଉପରେ ଯଦି କିଏ ଜଣେ ଏମିତି ଯଦି ଅତ୍ୟାଚାର କରିବ ଆମ ମାନଙ୍କର କଣ ଭାବନା ହବ। ଠାକୁର କିନ୍ତୁ ଯେତେବେଳେ ସକାଳ ହଉଛି, ସକାଳ ହେଇ ସେ ଭଦ୍ର ବ୍ୟକ୍ତି ଯେତେବେଳେ ଦରବାଜା ଖୋଲୁଛନ୍ତି, ଠାକୁର ସେମିତି ବିନମ୍ର ଭାବରେ ସେଠି ଠିଆ ହେଇଛନ୍ତି ଆଉ ହାତ ଯୋଡିକି କହୁଛନ୍ତି, କହୁଛନ୍ତି ଆରେ କିଏ ଯଦି ଜଣେ ଛୋଟ ଭାଇ ଯଦି କିଛି ଗୋଟେ ଗଲତ କାମ କରିଦିଏ, ବଡ ଭାଇ ହିସାବରେ କଣ ଆମେ ତାଙ୍କୁ କ୍ଷମା ପ୍ରାର୍ଥନା କରିପାରିବାନି? ମାନେ ସେ ଅସତ ନିରୋଧର କୌଶଳଟା ଦେଖନ୍ତୁ ସେ କେମିତି ଦେଖେଇ ଦେଲେ। କି ତାପରେ ସେଇ ନିଜେ ହିଁ ରିୟଲାଇଜେସନ ଆସିଲା, ସେ ଭାବିଲେ ମୁଁ ଆକୁ ଏତେ ଶାସନ କଲା ପରେ ବି ଇଏ ଏମିତି ଭାବରେ ମୋ ସାଙ୍ଗରେ ବ୍ୟବହାର କରୁଛନ୍ତି। ଏଟା ଆମେ ମାନେ ବହୁତ କିଛି ଏମିତି ଷ୍ଟୋରି ବି ଠାକୁରଙ୍କର ହିଁ ଜାଣିଛେ। ତେଣୁ ଏଇ ସବୁ ଜିନିଷ ଗୁଡାକରୁ ଆମକୁ ନିଜକୁ ଦେଖିବାକୁ ପଡିବ କି ଆମେ କଣ କରିପାରୁଛୁ ଆଉ କଣ ନ କରିପାରୁଛୁ। ଯେମିତି ବେଳେ ବେଳେ ଠାକୁରଙ୍କ ଜୀବନରେ ବି ଯଦି ଦେଖିବା, ସେପରି ଯୋଉ ରେ ଅର୍ଚର ହଜରାନ ଦାଦା ଠାକୁରଙ୍କର ସେଦିନ ସେ ଯେତେବେଳେ ତାଙ୍କ ଜୀବନୀ ଲେଖୁଛନ୍ତି, ସେ ଜୀବନୀ ଭିତରେ ସେ ସବୁ ସଂଗ୍ରହ କରୁଛନ୍ତି, ଘର ଘର ଯାଇ ଲୋକମାନଙ୍କଠୁ ବୁଲି ସେ ସଂଗ୍ରହ କରୁଛନ୍ତି ତାଙ୍କ ଜୀବନୀର ସବୁ ଗୋଟେ ଗୋଟେ ଜିନିଷ ସଂଗ୍ରହ କରୁଛନ୍ତି। ଆଉ ସେଇଠୁ ତାଙ୍କୁ ଜଣା ପଡିଛି କି ଠାକୁରଙ୍କୁ ପିଲାଦିନୁ କେମିତି ତାଙ୍କ ମା ଶାସନ କରିଛନ୍ତି। ଆଉ ଠାକୁରଙ୍କ ପାଖରେ ଯେତେବେଳେ ସେ ବସିଛନ୍ତି, ସେ ଭାବୁଛନ୍ତି ଏଠାକାର ଲୋକ ସତେବେଳେ କେତେ ମାନେ ବୋକା ନା କଣ, ଏମାନେ ସ୍ଵୟଂ ପରମ ପିତା ଏଇଠିକି ଆସିକି ଲୀଳା କଲେ, ସମସ୍ତଙ୍କର ମଙ୍ଗଳ ପାଇଁ ଚାହିଁଲେ, ତଥାପି ଏଠାକାର ଯୋଉ କିଛି ଲୋକ ତାଙ୍କୁ ସେଇଟାକୁ ରିୟଲାଇଜ କରିପାରିଲେନି। ଆଉ ତାଙ୍କର ନିଜ ମା ବି ମାନେ ତାଙ୍କର ଛୋଟ ଭାଇଙ୍କୁ ଏତେ ଭଲ ପାଇଲେ ଆଉ ଠାକୁରଙ୍କ ଉପରେ ଏମିତି ଶାସନ କଲେ, ଏଇଟା ତାଙ୍କ ମନରେ ହଠାତ୍ ଚାଲିଛି। ଏକଦମ ସେ ହଜରମାନ ଦାଦା ଠାକୁର କହୁଛନ୍ତି ୟୁର ମଦର ୱାଜ କ୍ରୁଏଲ। ସିଏ ଏଇଟା ତ କହିଦେଇଛନ୍ତି, ତାଙ୍କର ମୁହଁରେ ତ ବାହାରି ଯାଇଛି କି ଆପଣଙ୍କ ମା ବହୁତ ନିଷ୍ଠୁର ଥିଲେ, ଏଇଟା କହିଦେଇଛନ୍ତି। କିନ୍ତୁ ଦେଖୁଛନ୍ତି ଠାକୁର ତ ସଦାବେଳେ ସମସ୍ତଙ୍କୁ ଶାନ୍ତ ସ୍ୱଭାବ ଭାବରେ କଥାବାର୍ତ୍ତା କରନ୍ତି। କିନ୍ତୁ ଏଇ କଥାଟା ଯେତେବେଳେ ଠାକୁର ଶୁଣି ଦେଇଛନ୍ତି, ଠାକୁର ପୁରା ଅନଉଛନ୍ତି ହଜରମାନ ଦାଦାଙ୍କୁ, ଆଉ ଆଖି ଯେମିତି ବଡ ବଡ କରିକି ଆମେ ରାଗିଲେ ଯେମିତି କରୁଛେ, ଠାକୁର ଏମିତି ଅନଉଛନ୍ତି। ସେଇଟା କିଛି ଉପାୟ ପାଉନାହାନ୍ତି, କହୁଛନ୍ତି ନାଇଁ ନାଇଁ ଅନ୍ୟ ଲୋକମାନେ କହୁଛନ୍ତି କି ଆପଣଙ୍କର ମା ଆପଣଙ୍କର ସାନ ଭାଇ ଖେପୁ ଦାଦାଙ୍କ ଉପରେ ବହୁତ ଭଲ ପାଉଥିଲେ ଆଉ ଆପଣ ଉପରେ ଏମିତି ଶାସନ କରୁଥିଲେ, ମୁଁ ସେଇଥିପାଇଁ ମୋର ମୁହଁରୁ ସେମିତି ବାହାରିଗଲା। କିନ୍ତୁ ଠାକୁର ତାଙ୍କୁ ବହୁତ ଗମ୍ଭୀର ହେଇ କହୁଛନ୍ତି, ଦେଖ ଲୋକମାନେ ମୋ ମା ବିଷୟରେ ଯିଏ ଯାହା କହୁନା କାହିଁକି, କିନ୍ତୁ ତମେ ମତେ ଯେଇଭଳି ଆଜି ଦେଖୁଛ, ମୋ ମା ଯଦି ସେଇଭଳି ନ ହେଇଥାନ୍ତେ ତାହେଲେ ମତେ ତମେ ଆଜି ଯେଉଁଭଳି ଦେଖୁଛ ସେଇଭଳି ବି ଦେଖିନଥାନ୍ତ। ଇଏ ଭାବିଲା ପରେ ହଜମାନ ଦାଦା ଆଉ କଣ କହିବେ, ସେଇ ସିଚୁଏସନ ରୁ କେମିତି ଆସିବେ, ମାନେ ଯେମିତି ଆମେ କିଛି ମାଇଣ୍ଡକୁ ଡାଇଭର୍ଟ କରିବାକୁ କେମିତି ଚେଷ୍ଟା କରୁ ବେଳେ ବେଳେ ଯେତେବେଳେ ଆମେ ଗୋଟେ ଏମିତି ସିଚୁଏସନରେ ଆମେ ପଡିଯାଉ। ସେତେବେଳେ ହଜରମାନ ଦାଦା ସେଠି ଗୋଟେ କାଠି ଥିଲା, କାଠିକୁ ଆଣି ଯେତେବେଳେ ମାଟିରେ ଏମିତି ଲେଖୁଛନ୍ତି କିଛି ଗାରଉଛନ୍ତି, ସେଇ ଠାକୁର ତାକୁ ପଚାରୁଛନ୍ତି, କହୁଛନ୍ତି ହଜରମାନ ଦା ଆପଣ ଯୋଉ ସ୍କ୍ରାଚ କରୁଛନ୍ତି ମାଟିକୁ, ଏଇଟାକୁ ଜାଣିଛନ୍ତି ଏଇ ଜିନିଷଟା କଣ? ନା ନା ଏଇଟା ତ ମୁଁ ଜାଣିନି, ଗୋଟେ ଡ୍ରାଇ ଟୁଇଗ ମାନେ ଗୋଟେ ଶୁଖିଲା କାଠ।
ନା ଏଟା କୋଉ ଗଛର ଜାଣିଛନ୍ତି? ନା ନାଇଁ ମୁଁ ଜାଣିନି। ସେଠୁ ଠାକୁର କହିଲେ ଏଟା ଗୋଟେ ଫିଗ ଗଛର, ସେଟା ଗୋଟେ କହିଲେ ଦେଖ ଏଇ ଯୋଉ ଛୋଟ କାଠିରେ ତମେ ବର୍ତ୍ତମାନ ଏଇଠି ଗାରଉଥିଲ, ତମେ ସେଇ କାଠିର ଅସ୍ତିତ୍ୱଟାକୁ କିଛି ବୁଝିପାରୁନ। ଏଇ କାଠିର ଅସ୍ତିତ୍ୱଟାକୁ କିଛି ବୁଝିପାରୁନ। ଗୋଟେ ଛୋଟ କାଠି ଏଇଠି ଥିଲା, ତମେ ହେଲେ ତାର କିନ୍ତୁ ସୋର୍ସ କଣ ତମେ କିଛି ଏଟାକୁ ଇମାଜିନ କରିପାରିଲନି, ତାକୁ ଆଇସୋଲେଟେଡ ଭାବିକି ତାକୁ ତମେ ଏମିତି କରୁଛ। କିନ୍ତୁ ତମେ ଯଦି ତମର ଭିଜନ ଟାକୁ ବ୍ରୋଡ କରିବ, ଏଇ କାଠିକୁ ସେଇ ଯଦି ଗଛର ବ୍ରାଞ୍ଚରେ ନେଇକି ତମେ ରଖିବ, ଦେଖିବ ସେଇ ବ୍ରାଞ୍ଚରୁ ସେଇ କାଠିର ଅସ୍ତିତ୍ୱଟା ତମକୁ ବୁଝା ଯାଇପାରିବ କେମିତି ରୁଟ ରୁ ମାନେ ବ୍ରାଞ୍ଚ, ବ୍ରାଞ୍ଚ ରୁ ଏଇ ଟୁଇକ, ତମେ ତାର ମୋସନ ଅଫ ଆଇଡିଆ ଟାକୁ ତମେ ଜାଣିପାରିବ। ଆଉ ସେଇଠାର ମୂଳରେ ସୋର୍ସ ଅଛି ସେଇ ଗଛ। ସେଇ ଗଛର ଭିତରେ, ଚେର ଭିତରେ ଯେତେବେଳେ ସେ ଜଳ ଦିଆଯାଏ, ସେଇ ଭିତରେ ସେଇ ଗଛଟା ବଢି ବଢି ଆସେ, ସେଇଟା ବ୍ରାଞ୍ଚର ସେଇ ତାପରେ ଏଇଟା ଗୋଟେ କାଠିଟା ତାର ଗୋଟେ ପାର୍ଟ। ତେଣୁ ତାର ଗୋଟେ ସଷ୍ଟେନିଂ ନେଟୱାର୍କ ଅଛି। ତମେ ସେ ନେଟୱାର୍କକୁ ଆଇସୋଲେଟେଡ କରି ତମେ ତାକୁ ଗୋଟେ ସିମ୍ପଲ ଭାବରେ ଦେଖିଲ। ସେମିତି ମୋର ଜୀବନରେ ବି ମୁଁ ଯାହା ବି ଆଜି ହେଇଛି ମୋ ଜୀବନରେ, ତାର ମୂଳରେ ଯେ ମୋ ମା, ସେଇ ଜିନିଷଟାକୁ ତମେ ବୁଝିପାରିଲନି। ତମେ ଆଇସୋଲେଟେଡ କରିଦେଲ ସିଚୁଏସନକୁ, ଆଉ ଦେଖିଲ ମା ମତେ ଏମିତି ରାଗୁଥିଲେ, ମତେ ଏମିତି ଭଲ ପାଉନଥିଲେ, କିନ୍ତୁ ସେଇ ଜିନିଷଟା ତମର ଠିକ ହେଲାନି। ଆଉ ତମେ ଏଇଟା ପ୍ରକୃତ ବାସ୍ତବିକ ଜୀବନରେ ବି ତମେ ସଦାବେଳେ ସେଇ ଅନୁସାରେ ଚାଲିବ। କୋଉ ଅନୁସାରେ? କି କୌଣସି ଜିନିଷକୁ ଆଇସୋଲେଟେଡ କରି ଭାବିବନି, ତାର ମୂଳକୁ ଯାଇ ତାର କାରଣଟାକୁ ପ୍ରଥମେ ଜାଣିବା ପାଇଁ ଚେଷ୍ଟା କରିବ। ଯେତେବେଳେ ଜାଣିବ, ଦେଖିବ ସବୁର ମୂଳରେ ହଉଛି ସେଇ ପ୍ରେମ। ସେଇ ପ୍ରେମ ଭାବ ଦ୍ଵାରା ଏଇ ଦୁନିଆ ବର୍ତ୍ତମାନ ଚାଲିଛି। ସେୟା ନହେଲେ ତମ ଭିତରେ ସେଇ ଜିନିଷଟା ଆସିପାରିବ ନାହିଁ। ଗୋଟେ ଛୋଟ ଏକ୍ସାମ୍ପଲରୁ ଭଗବାନ ଦାଦା ସେନ ବୁଝିପାରିଲେ କି ସତରେ ମୁଁ କେତେ ବଡ ଗଲତି କରୁଥିଲି ଠାକୁରଙ୍କ ଉପରେ ଆକ୍ଷେପ କରି, କିନ୍ତୁ ଠାକୁର ତାକୁ କୌଶଳ ଭାବରେ ସେଇ ଜିନିଷଟାକୁ ହିଁ ବୁଝେଇ ଦେଲେ। ଏମିତି ବି ଆମେ ବହୁ ଜାଗା ଦେଖିଛୁ କି ଇତିହାସରେ, ଯେତେବେଳେ ଆମେ କେତେ ଲୋକ କେତେ କଷ୍ଟରେ ଅଛନ୍ତି ଥିଲେ, ଯେତେବେଳେ ପାବନାରୁ ଆସି ଦେଓଘରରେ ରହୁଥିଲେ, ସେଇତେବେଳେ ପଣ୍ଡିତ ବିନୋଦାନନ୍ଦ ଝା ଯେତେବେଳେ ପରେ ସେ ବିହାରର ଚିଫ ମିନିଷ୍ଟର ହେଲେ, ସେ ସଦାବେଳେ ଆସନ୍ତି ଠାକୁରଙ୍କ ପାଖକୁ ଆସନ୍ତି, ଠାକୁରଙ୍କ ସଂଲାପ କରି ସେ ବହୁତ ଆନନ୍ଦିତ ହୁଅନ୍ତି। ଆଉ ଠାକୁରଙ୍କର ଯୋଉ ଚାଲିଛି କାମର ପ୍ରୋସିଜିଅର ସବୁ ଚାଲେ ଆଶ୍ରମରେ, ତାଙ୍କର ଆନନ୍ଦ ବଜାର ହଉ, କିମ୍ବା ସେଇ କଟେଜ ଇଣ୍ଡଷ୍ଟ୍ରି ହଉ, କିମ୍ବା ସେଇ ଆପଣଙ୍କର ମେଡିସିନ ବି ହଉ, ସେ ଗ୍ୟାରେଜ ହଉ, ଏଇ ସବୁ ଜିନିଷର ଯୋଉ ରିସର୍ଚ୍ଚ ଚାଲିଛି, ଆଉ ଠାକୁରଙ୍କର ଏଇ କାର୍ଯ୍ୟ ପ୍ରଣାଳୀ ପଦ୍ଧତି ଦେଖି ବିନୋଦାନନ୍ଦ ଝା ବହୁତ ମାନେ ବହୁତ ଆପ୍ରିସିଏଟ କରନ୍ତି, ଆଉ ବହୁତ ପ୍ରଶଂସା କରନ୍ତି। ତାଙ୍କୁ ସେଇଟା ଗୋଟେ ପ୍ରେରଣା ବି ଦିଏ। ଆଉ ସେ କହୁଛନ୍ତି ଠାକୁରଙ୍କୁ ଥରେ ଆସି କହୁଛନ୍ତି, ଠାକୁର ଆମେ ଏଇ ଯୋଉ ଦେଓଘରରେ ଆମେ ଗୋଟେ ସାଇନ୍ସ କଲେଜ କରିବା ପାଇଁ ଚାହୁଁଛୁ। ଆମର ଯୋଉ ଡିପାର୍ଟମେଣ୍ଟ ବର୍ତ୍ତମାନ ସାଇନ୍ସ କଲେଜ ଡିପାର୍ଟମେଣ୍ଟ ନାହିଁ। ଆଉ ସେଇଥିରେ କଣ ହୁଏ, ବହୁତ କିଛି କିଛି ଶିକ୍ଷିତ ବ୍ୟକ୍ତି ମାନେ ଚାଲି ଯାଉଛନ୍ତି ବାହାରକୁ, ସେମାନଙ୍କୁ ଏଜୁକେସନ ସୁବିଧା ବି ହଉନି, ଆଉ ଗରିବ ଲୋକମାନଙ୍କୁ ବି ସୁବିଧା ହେଇପାରୁନି। ଆମେ ଯେତେବେଳେ, ସିଏ ବି ଗୋଟେ ଗୋଟେ ସିନିୟର ମିନିଷ୍ଟର ଥିଲେ, ସେ ପରେ ବିହାର ଚିଫ ମିନିଷ୍ଟର ହେଲେ, ସେ ଗୋଟେ ତାଙ୍କ କ୍ୟାବିନେଟ ଗୋଟେ ସିନିୟର ମିନିଷ୍ଟର ସେତେବେଳେ ଥିଲେ ବିନୋଦାନନ୍ଦ ଝା। ସେ କହୁଛନ୍ତି ଆମେ ଯେତେବେଳେ, ସରକାର ଆମକୁ କଣ କହୁଛି, କହିଲେ ତମେ ପ୍ରଥମେ ଲୋକାଲି କିଛି ଫଣ୍ଡ ରେଜ କର, ତାପରେ ଯେତିକି ତମେ ରେଜ କରିବ ସେତିକି ଫଣ୍ଡ ତମେ ସରକାର ତରଫରୁ ମିଳିବ। ଆଉ ଆମର ବର୍ତ୍ତମାନ ଏଇଠି ପ୍ରାୟ 1 ଲକ୍ଷ ଟଙ୍କା ଦରକାର ପଡୁଛି। ଆମେ ଯେତେବେଳେ ଲୋକାଲି ଆମେ ଯାଉ ଲୋକଙ୍କ ପାଖକୁ କହିବା ପାଇଁ, ବହୁତ ଧନୀ ବ୍ୟକ୍ତି ଅଛନ୍ତି, କିନ୍ତୁ ସେମାନେ ଏଇ ଜିନିଷଟାକୁ ପସନ୍ଦ କରୁନାହାନ୍ତି, ଆଉ ଏଇ ଜିନିଷଟାକୁ କେବେ ଦବା ପାଇଁ ଆସୁନାହାନ୍ତି। ସେମାନେ ହୁଏତ ଭାବୁଛନ୍ତି ଏଇଠି ଯଦି ଗୋଟେ, କାହିଁକି ନା ସେମାନଙ୍କର କଣ ଅସୁବିଧା ଅଛି, ତାଙ୍କର ପିଲା ଛୁଆ ସେମାନେ କୋଲକାତାରେ ପଢଉଛନ୍ତି, ବାହାରେ ବିଶ୍ୱ ଆଉଟ ଅଫ ଇଣ୍ଡିଆ ପଠେଇ ଦଉଛନ୍ତି, ଏଜୁକେଟେଡ ହେଇଯାଉଛନ୍ତି। ଏମାନେ ହୁଏତ ଭାବୁଛନ୍ତି ଏଠାକାର ଲୋକାଲ ଯୋଉ ଗରିବ ପିଲା ଗୁଡାକ ଯଦି ହେଇଯିବେ, ତାଙ୍କର ପ୍ରିଭିଲେଜ ଉପରେ କିଛି ଗୋଟେ ଆଞ୍ଚ ଆସିବ, ସେଇଥିପାଇଁ ସେମାନେ କିଛି କଣ୍ଟ୍ରିବ୍ୟୁଟ ବି କରିବା ପାଇଁ ଚାହୁଁନାହାନ୍ତି, ଆଉ କିଛି ବି ଦଉନାହାନ୍ତି। ଆଉ ଏଇଟା ଗୋଟେ ପ୍ରୋବ୍ଲେମ। ଆଉ ଏମିତି ସେ ପ୍ରୋବ୍ଲେମ ଜଣେ ଯେ, ତାପରେ ଠାକୁରଙ୍କୁ କହୁଛନ୍ତି, ଠାକୁର ଆପଣ ତ ଏତେ ବଡ କାମ କରୁଛନ୍ତି, ମୁଁ କାହିଁକି ଆପଣଙ୍କୁ ଏଇ ପ୍ରୋବ୍ଲେମ ଗୁଡାକ ଜଣାଉଛି, ଆପଣଙ୍କର ମନ ଖରାପ ହବ। ଆଉ କିନ୍ତୁ ସେଇ ଫ୍ୟାକ୍ଟ ଟା କହିଦେଇକି ଚାଲିଗଲେ। ଠାକୁର ସେଇଠୁ ତାଙ୍କର ଜଣେ ସେଇ ଯୋଉ କ୍ୟାସିୟର ଯୋଉ ଆକାଉଣ୍ଟାଣ୍ଟ ଥିଲେ, ତାଙ୍କୁ ପଚାରୁଛନ୍ତି, କହୁଛନ୍ତି କେତୁଟା ଛଅ ହେଲେ ତମେ 50,000, କାହିଁକି ନା ସେ କହିଛନ୍ତି 1 ଲକ୍ଷ ଟଙ୍କା ଦରକାର, 50,000 ଟଙ୍କା ଯଦି ରେଜ କରିପାରିବ ତମେ ଲୋକାଲି, ଆଉ 50,000 ଟଙ୍କା ଗଭର୍ଣ୍ଣମେଣ୍ଟ ଦବ ଅନୁଷ୍ଠାନରୁ, ମାନେ ତାଙ୍କର ଗଭର୍ଣ୍ଣମେଣ୍ଟ ଫଣ୍ଡରୁ। ସେ ପଚାରୁଛନ୍ତି ତାଙ୍କ କ୍ୟାସିୟରକୁ, ଠାକୁର ତୁମେ ଏଇ 50,000 କେତେଟା ଛଅ ଥାଏ? ସେ ତାଙ୍କର କାଲକୁଲେଟ କରିକି କହୁଛନ୍ତି ମାନେ 8,333ଟା ଥାଏ। ଠାକୁର ସେଠୁ ଅପିଲ କରୁଛନ୍ତି
କହୁଛନ୍ତି ଆମ ପାଖରେ କଣ 8,333 ଲୋକ ନାହାନ୍ତି ଯୋଉମାନେ 6 ଟଙ୍କା ଦେଇପାରିବେ, ଯାହା ଦ୍ୱାରା କି ବର୍ତ୍ତମାନ ଦେଓଘରରେ ଗୋଟେ ସାଇନ୍ସ କଲେଜରେ ବି ଆମେ କରିପାରିବା। ସେଇଥିପାଇଁ ସମସ୍ତ ଯେତେବେଳେ ଠାକୁରଙ୍କର ଏଇ ଆଦେଶଟା ଅଛି, ତାଙ୍କର ଏଇ ଇଚ୍ଛାଟା ଅଛି, ସାଙ୍ଗେ ସାଙ୍ଗେ ସେଇଟା ସବୁ ଜାଗାରେ ପ୍ରଚାର ହେଇଗଲା। ଯେତେବେଳେ ରୀତିକ ମାନ ଥିଲେ ବେଙ୍ଗଲରେ, ଯେତିକି ରୀତିକ ସମସ୍ତଙ୍କୁ ସେ ଦିଆଯାଇଗଲା। ଠାକୁର ଏଇ ଜିନିଷଟା କି ଚାହୁଁଛନ୍ତି 8,333 ୟୁନିଟ, ଯୋଉଟା କି 6 କରିକି ୟୁନିଟ ଦେଲେ ମାନେ କିଛି ଗୋଟେ ହବ, ଅର୍ଘ୍ୟ କଣ୍ଡିସନ ହେଇଯିବ। ଏଇଟା ଦେଖି ବହୁତ ଲୋକ, ବହୁତ ଠାକୁରଙ୍କ ରୀତିକ ମାନେ ସବୁ ମାନେ କରିଛନ୍ତି, ସବୁ କନଫରେନ୍ସ ବି କରାଉଛନ୍ତି। ଠାକୁରଙ୍କର ଭଜନ କୀର୍ତ୍ତନ ହଉ, ଟିକେ ଯାଜନ କରିବା ପରେ ଠାକୁରଙ୍କର ଇଚ୍ଛାଟାକୁ ବ୍ୟକ୍ତ କରୁଛନ୍ତି। ସେଠି ଜଣେ ମନି ଲେଣ୍ଡର ଥିଲେ ହରିବାନ ଗୌଡୱାଲା। ସିଏ ଯେତେବେଳେ ଦେଖନ୍ତି, ସିଏ ମାନେ ଠିଆ ହଉନାହାନ୍ତି, ସିଏ ଯେତେବେଳେ ଦେଖୁଛନ୍ତି ତାଙ୍କର ଏଇ କନସେପ୍ଟଟାକୁ ସିଏ ଲାଇକ୍ କରୁନାହାନ୍ତି। ସିଏ ହେଠୁ, କିନ୍ତୁ ତାଙ୍କର ବହୁତ ମାସ ପୂର୍ବରେ ତାଙ୍କର ଝିଅ ଯେତେବେଳେ ସିରିୟସଲି ଇଞ୍ଜର୍ଡ ଥିଲେ, ତାଙ୍କର ଫାମିଲି ଡକ୍ଟର ଯେତେବେଳେ ଆଶା ହିଁ ହରେଇ ଦେଇଥିଲେ, ସେତେବେଳେ ସେଇ ଯଗେଶ୍ୱର ଦାଦା କୁ, ଯଜ୍ଞେଶ୍ୱର ଦାଦା ଆମର ଯୋଉ ସତ୍ସଙ୍ଗର କୁକ୍ ଥିଲେ ସେତେବେଳେ ଠାକୁରଙ୍କ ଟାଇମରେ, ସେ ଠାକୁରଙ୍କୁ ଲେଖି ଠାକୁରଙ୍କୁ ଜଣେଇ ଠାକୁର କିଛି ଗୋଟେ ମେଡିସିନ ବି ଦେଇଥିଲେ। ମେଡିସିନ ଦେଲା ପରେ ସେ ଝିଅଟା ଭଲ ହେଇଯାଇଥିଲା। ଯୋଉଠି ଡକ୍ଟର ମାନେ ଆଶା ଛାଡି ଯାଇଥିଲେ, ଠାକୁରଙ୍କ ଦୟାରୁ ତାଙ୍କର ମେଡିସିନ ଦ୍ଵାରା ସେ ଝିଅଟା ଯେତେବେଳେ ଭଲ ହେଇଯାଇଥିଲା, ସେ ଇମ୍ପ୍ରେସ ହେଇ ସେଇଠି ଦୀକ୍ଷା ନେଇଥିଲେ। ସେ କହୁଛନ୍ତି ଯଜ୍ଞେଶ୍ୱର ଦାଦାକୁ, କହୁଛନ୍ତି ତମ ଠାକୁର, ସେ ନିଜେ ବି ଦୀକ୍ଷା ନେଇଛନ୍ତି, ତମ ଠାକୁର ଗୋଟେ ମିରାକୁଲ କରୁନାହାନ୍ତି? ତାଙ୍କ ଯଦି ପଇସା ଦରକାର ସେ ଗୋଟେ ତ ମିରାକୁଲ କରିଦିଅନ୍ତେ, ଏମିତି କାହିଁକି ସମସ୍ତଙ୍କୁ କହୁଛନ୍ତି 600 ଟଙ୍କା ଦେବା ପାଇଁ? ଯଜ୍ଞେଶ୍ୱର ଦା ନିଜକୁ ବହୁତ କଣ୍ଟ୍ରୋଲ କରି, ସେ ଦେଖନ୍ତୁ ସେ କେମିତି ସେଇ ଯୋଉ ଠାକୁରଙ୍କ ବିରୁଦ୍ଧରେ ଟିକେ କହିବାକୁ ଆରମ୍ଭ କରିଛନ୍ତି ସିଏ, କିନ୍ତୁ ଯଜ୍ଞେଶ୍ୱର ଦା କଣ୍ଟ୍ରୋଲ କରି କହୁଛନ୍ତି, ତମେ କଣ କହୁଛ, ଠାକୁର କିଛି ମିରାକୁଲ କରୁନାହାନ୍ତି ଏଇ ପଇସା ହେଇଯିବା ପାଇଁ? ଯଜ୍ଞେଶ୍ୱର ଦା କହୁଛନ୍ତି, ଆପଣଙ୍କ ଘରୁ କିଛି ବର୍ଷ ତଳେ ଯୋଉ ଚୋରି ହେଇଥିଲା, ସେଇଟା ଆପଣଙ୍କର ମନ ଅଛି? ଆପଣଙ୍କ ଘରୁ ବୋଧେ 8,060 ଟଙ୍କା ପାଖାପାଖି ଚୋରି ହେଇଥିଲା। ସେ କହୁଛି ହଁ, ସେଇ ଜିନିଷଟା କିଏ କଣ ଭୁଲି ପାରେ? ଯଜ୍ଞେଶ୍ୱର ଦା କହୁଛନ୍ତି ନିଶ୍ୱାସ ନେଇକି, ତମେ ଜାଣିଛ ସେଇ ଚୋରି ମୁଁ ହିଁ କରେଇଥିଲି, ମୁଁ ସେଇ ଅର୍ଗାନାଇଜ କରେଇଥିଲି ସେଇ ରବେରୀକୁ। ସେ ହରିବନ୍ଦା ତାପରେ ରାଗିକି ପୁରା ପଞ୍ଚମ ହେଇ କହୁଛନ୍ତି, ଆରେ ତମେ ଗୋଟେ ଚୋର, ଆଉ ତମେ ଏମିତି କରିଛ। କିନ୍ତୁ ତାପରେ ସେ ରିଏଲାଇଜ କରୁଛନ୍ତି, ଆଚ୍ଛା ଠିକ ଅଛି ଠିକ ଅଛି, କିଛି ନାହିଁ, ଯାହା ପାଷ୍ଟ ହବା କଥା ହେଇଗଲାଣି। ଆଉ କିନ୍ତୁ ତମେ ଯେହେତୁ ମୋ ଝିଅର ଜୀବନକୁ ବଞ୍ଚେଇଥିଲ, ମୁଁ ସେଇଥିପାଇଁ ତମ ପ୍ରତି କୃତଜ୍ଞତା। କହିଲା, ତମେ ମୋ ପ୍ରତି କୃତଜ୍ଞତା ରୁହ ଦରକାର ନାହିଁ। ତମ ଝିଅ ମୋ ପାଇଁ ବଞ୍ଚି ନଥିଲା, ତମ ଝିଅ ଠାକୁରଙ୍କର ଦୟାରୁ ହିଁ ବଞ୍ଚିଥିଲା। ଯେତେବେଳେ ସବୁ ଡକ୍ଟର ମାନେ ଆଶା ଛାଡି ଯାଇଥିଲେ, ମୁଁ ଠାକୁରଙ୍କୁ ଯେତେବେଳେ ନିବେଦନ କରିଥିଲି, ଠାକୁର ତାର କୌଶଳ ବାହାର କଲେ ଆଉ ତାକୁ ମେଡିସିନ ଦେଇଥିଲେ, ତମେ ସେଇଥିରେ ହିଁ ତମ ଝିଅ ବଞ୍ଚିଥିଲା। ସେ କହିକି ସେଇଠୁ ଖୁସି ହେଇକି ତାଙ୍କର 6 ଟଙ୍କା ଦେଇଦେଲେ। ଏମିତି ହେଇ ହେଇ ତାଙ୍କର କଲେକ୍ସନ ଚାଲିଲା। କଲେକ୍ସନ ଚାଲିଲା ପରେ ଧୀରେ ଧୀରେ ବହୁତ ଫଣ୍ଡ ବି ରେଜ ହେଇଗଲା। ରେଜ ହେଲା ପରେ ଥରେ ମନ୍ମଥ ମଲ୍ଲିକ, ଗୋଟେ ଜଣେ ବି, ସେ ଜଣେ ଭକ୍ତ, ସେ କହୁଛନ୍ତି, ଯେତେବେଳେ ଠାକୁର ସତ୍ସଙ୍ଗ ପାଇଁ କିଛି ଚାହିଁବେ, ସେଇଟା ତ ଆମେ ୱିଲିଂଲି ଦେଇଦବୁ, କିମ୍ବା ଠାକୁର ନିଜ ପାଇଁ ଚାହାନ୍ତୁ କିମ୍ବା ସତ୍ସଙ୍ଗ ପାଇଁ ଚାହାନ୍ତୁ। କିନ୍ତୁ ସିଏ ବି ଅନ୍ୟମାନଙ୍କ ପାଇଁ ଚାହୁଁଛନ୍ତି, କୋଉଠି ଗୋଟେ ଟିଭି ସେଣ୍ଟର ହବ, କୋଉଠି ଗୋଟେ ପବ୍ଲିକ ଲାଇବ୍ରେରୀ ହବ, କୋଉଠି ଦେଓଘର ମ୍ୟୁନିସିପାଲିଟି ହବ, ଏଇଭଳିଆ ତ ଆମେ କିଛି ଏକ୍ସପେକ୍ଟ କରୁନୁ। ତେଣୁ ଏଇ ଜିନିଷଟା କଣ, ତାହେଲେ ଠାକୁର ଏଇଟା କଣ ଠିକ କରୁଛନ୍ତି? ଏଇ ଯେତେବେଳେ ତାଙ୍କର ଏଇ ଧାରଣାଟା ଆସୁଛି, ଠାକୁରଙ୍କ ପ୍ରତି ପ୍ରେମ ହେଲେ କଣ ହୁଏ, ତାଙ୍କର ୱାଇଫ ସେ ତାଙ୍କ ସ୍ୱାମୀକୁ ବୁଝଉଛନ୍ତି, ତମେ ଯେତେବେଳେ ଆମର ପାର୍ଟିସନ ହେଲା, ଇଣ୍ଡିଆ ପାକିସ୍ତାନ, ଇଣ୍ଡିଆ ପାକିସ୍ତାନ ବାଂଲାଦେଶ, ଇଣ୍ଡିଆ ପାକିସ୍ତାନ ଯେତେବେଳେ ପାର୍ଟିସନ ହେଲା, ଠାକୁର ହିଁ ଆମକୁ ଏଠିକି ଆଣିଥିଲେ ନା? ଯଦି ଠାକୁର ଆମକୁ ଆଣି ନଥାନ୍ତେ, ତାହେଲେ ଆମ ମାନଙ୍କର ବର୍ତ୍ତମାନ ଅବସ୍ଥା କଣ ହେଇଥାନ୍ତା? ଆମେ ତ ସେତେବେଳେ ସତ୍ସଙ୍ଗୀ ନଥିଲେ, ଆମେ ତ ଠାକୁରଙ୍କର ଦୀକ୍ଷା ସେତେବେଳେ ଗ୍ରହଣ କରିନଥିଲେ, କିନ୍ତୁ ଠାକୁର ଦୟାକରି ଆମକୁ ଏଠିକି ଆଣିଥିଲେ। ସେ କହିଲେ ହଁ, ଠାକୁର ହିଁ ସେଇଟା କରିପାରିବେ। ତାହେଲେ ଯଦି ଠାକୁର ସେଇଟା କରିପାରିବେ, ତମେ ଭାବୁଛ ଯଦି ଠାକୁର ଯଦି ସେଇଟା ଠିକ କରିଥିଲେ, ତାହେଲେ ଠାକୁର ଯୋଉ ବର୍ତ୍ତମାନ ବି କରୁଛନ୍ତି, ଏଇଟା କଣ ଠିକ ହେବନି ବୋଲି ତମେ କହୁଛ? କେମିତି କାହିଁ ଭାବୁଛ? ସେଠୁ କହିଲେ ନାଇଁ ନାଇଁ, ସତ କଥା ଠିକ। ସେ କହିକି ସେଠୁ 6 ଟଙ୍କା ତାଙ୍କ ପାଇଁ ଆଉ ତାଙ୍କର ୱାଇଫ ପାଇଁ ସେଇ 6 6 12 ଟଙ୍କା ଏଠୁ ଦେଇଦେଲେ। ତାପରେ କିଛି ଦିନ ପରେ ଠାକୁର ସେଇ ବିନନ୍ଦନ ଧାରାକୁ ଡକଉଛନ୍ତି। ଆଉ ସେଇଠି ଡକେଇଲା ପରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ସେଇ ତାଙ୍କୁ ଗୋଟେ ଚେକ୍ ଦଉଛନ୍ତି, 50,490 ଗୋଟେ ଚେକ୍ ଯେତେବେଳେ ଧରେଇ ଦଉଛନ୍ତି, ସେ ବିନୋନାନ ଝା ଏତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କହୁଛନ୍ତି ଠାକୁର ଆପଣ ଏତେ କମ ସମୟ ଭିତରେ, ଠାକୁର କହୁଛନ୍ତି ଦେଖ
ସବୁଠୁ ମୂଳରେ ହଉଛି ସେ ମଣିଷ ସମ୍ପଦ। ଯଦି ତମେ ମଣିଷକୁ ନେଇକି ଚାଲିବ ଆଉ ତାଙ୍କ ଭିତରେ ଯଦି ଗୋଟେ ପ୍ରେମ ଭାବ ସୃଷ୍ଟି କରେଇଦବ, ତମେ ଯେତିକି ବି ବେଳେ ବେଳେ ବି ଡିଫିକଲ୍ଟ ସିଚୁଏସନ ଆସିଲେ ବି ସେଇଟାକୁ ତମେ ନିୟନ୍ତ୍ରିତ କରି ତମେ ବହୁତ ଆଗକୁ ବଢି ପାରିବ। ତେଣୁ ଏ ମଣିଷକୁ କେତେବେଳେ ବି ଛାଡିବ ନାହିଁ ଆଉ ମଣିଷକୁ ହିଁ ନେଇକି ଚାଲିବ। ସେଇଥିପାଇଁ ହୁଏତ ଠାକୁର ବାଣୀ ଦେଇଛନ୍ତି ଟକା ପରାୟ ମାନୁଷ ଅପନା, ଯେତେ ବି ହବ ମଣିଷ ନେଇକି ଚାଲିବା କଥା ଠାକୁର ବି କହିଛନ୍ତି। ଆଉ ଏଇଭଳି ଜୀବନୀରେ ଯେତେବେଳେ ଆମେ ଠାକୁରଙ୍କର ଦେଖୁ ସେ ବହୁତ କିଛି କରିଛନ୍ତି। ଆଜିର ଡେଟରେ ଆମେ ଯୋଉ ଭାବୁ, ହୁଏତ ବହୁତ ଲୋକ ଆଲୋଚନା କରୁଛନ୍ତି କି ନାଇଁ ନାଇଁ ସତ୍ସଙ୍ଗ ତ ବିଶେଷ ରୂପରେ ଯୋଉ ଭାବରେ ବଢିବା କଥା ସେ ଭାବରେ ବଢୁନି, କିନ୍ତୁ ସେଇଟା ଠିକ ନୁହଁ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ସଦାବେଳେ ପ୍ରୟାସରତ ସତ୍ସଙ୍ଗକୁ କେମିତି ଆଗକୁ ନେଇ ନେଇ ଚାଲିବେ। ଆଜି ସତ୍ସଙ୍ଗ ଯୋଉ ଏନଭାୟରମେଣ୍ଟ ପ୍ରତି କଣ କଣ କଣ୍ଟ୍ରିବ୍ୟୁସନ କରୁଛି, ସବୁ ଜିନିଷ ଗୁଡାକ ଆଡଭର୍ଟାଇଜମେଣ୍ଟ କରାଯାଏ ନାହିଁ। ସବୁ ଜିନିଷ ଗୁଡାକ ଆଡଭର୍ଟାଇଜମେଣ୍ଟ କରାଯାଇକି ବତାଯାଏ ନାହିଁ। ଭିତରେ ଭିତରେ କିନ୍ତୁ ବହୁତ ସେମିତି ପ୍ରକଳ୍ପ ଚାଲିଛି, ବହୁତ ସେମିତି ଚାଲିଛି ଯୋଉଟା କି ସେ କରଉଛନ୍ତି ଆଉ ଦେଖଉଛନ୍ତି। ଆଉ ଔଷଧ ନିରୋଧର ଆଉ ଗୋଟେ ସୁନ୍ଦର ଘଟଣା ଆପଣଙ୍କ ସାଙ୍ଗରେ ମାନେ ରଖିବା ପାଇଁ ମୁଁ ଚେଷ୍ଟା କରିବି। ଜଣେ ମୌଲାନା, ସେ ଇଷ୍ଟ ପାକିସ୍ତାନ ଯୋଉଟା କି ବର୍ତ୍ତମାନ ବାଂଲାଦେଶରେ, ସେ ଆସୁଛନ୍ତି ଠାକୁରଙ୍କ ପାଖରେ ବସୁଛନ୍ତି ଆଉ ଠାକୁରଙ୍କୁ ବହୁତ ଭଲ ବି ପାଉଛନ୍ତି। ସେ ଠାକୁରଙ୍କର ଲିଟରେଚରକୁ ବି ସେ ପଢିଛନ୍ତି ଆଉ ଠାକୁରଙ୍କୁ କିଛି କିଛି ଇସଲାମ ର ପ୍ରସଙ୍ଗ ଉପରେ ବି କିଛି କିଛି ଜାଣିବାକୁ ବି ଚେଷ୍ଟା କରିଛନ୍ତି। ତାଙ୍କର କୋରାନ ଶରୀଫ ଉପରେ ହଉ ଯାହା ବି ହଉ, ସେଦିନ ସେ ଠାକୁରଙ୍କୁ ପଚାରୁଛନ୍ତି, ଠାକୁର ଗୋଟେ ଜିନିଷଟା ମୁଁ ବୁଝିପାରୁନି, ଆମର ସ୍କ୍ରିପ୍ଚରରେ ଲେଖା ହେଇଛି ହଜରତ ରସୁଲ କୁଆଡେ କହିଛନ୍ତି ଇଜ କୋଟେଡ ଟୁ ହାଭ ସେଡ୍ ଦ୍ୟାଟ ହି ୱାଜ ଦ ଲାଟେଷ୍ଟ ପ୍ରଫେଟ। ସେ କୋଉଠି କହିଛନ୍ତି ସେ ହଉଛନ୍ତି ଲାଟେଷ୍ଟ ପ୍ରଫେଟ। ତାମାନେ ତାଙ୍କ ପରେ ଆଉ କେହି ଆସିନାହାନ୍ତି। ଆମର ସେଇ ଯେତିକି ମୁସଲମାନ ମାନେ ଭାଇମାନେ ଅଛନ୍ତି ସମସ୍ତେ ଏଇ ଜିନିଷଟାକୁ ଭାବୁଛନ୍ତି, ଯେହେତୁ ପ୍ରଫେଟ ମହମ୍ମଦ କହିଛନ୍ତି ହି ୱାଜ ଦ ଲାଟେଷ୍ଟ ପ୍ରଫେଟ, ତାମାନେ ତାଙ୍କ ପରେ ଆଉ କେହି ଆସିନାହାନ୍ତି। ତେଣୁ ଆଉ କୌଣସି ଅବତାର ମାନଙ୍କୁ ତେଣୁ ଆମର ସେଇ ମୁସଲିମ କମ୍ୟୁନିଟି ସେଇଟା ଆକ୍ସେପ୍ଟ କରିପାରୁନି। କିନ୍ତୁ ଆମର ଆପଣଙ୍କର ହିନ୍ଦୁ ଧର୍ମରେ ତ ଏଇ ଜିନିଷଟା କିନ୍ତୁ ଅଛି ଗୀତାରେ କି ଯେତେବେଳେ ଧର୍ମର ଗ୍ଲାନି ହୁଏ ସେ ପରମ ପିତା ସ୍ୱୟଂ ସେ ନର ଶରୀର ନେଇକି ଏଇ ଧରାଧାମକୁ ଆସନ୍ତି। ସେ ଠାକୁର ତାହେଲେ ମାନେ ହଜରତ ରସୁଲ ଯୋଉ କହିଥିଲେ ଜିନିଷଟା ସେଟା କଣ ଗଲତ କହିଥିଲେ? ଠାକୁର କହିଲେ, କହିଲେ ହଜରତ ଏମିତି କୌଣସି ଜିନିଷ କହିବେ ନାହିଁ ଯାହା ଠିକ ନୁହଁ। ସେଇଟାକୁ ଆମର ଇଣ୍ଟରପ୍ରିଟେସନ କରିପାରୁନେ। କାହିଁକି ନା ହଜରତ ରସୁଲ ଯେତେବେଳେ ଆସିଥିଲେ ସେ ଲର୍ଡ କ୍ରାଇଷ୍ଟଙ୍କର ଜଷ୍ଟ କ୍ରୁସିଫାଇ ହେଇଥିଲା। ତା ପୂର୍ବରୁ ଲର୍ଡ ବୁଦ୍ଧ ଯୋଉ ଆସିଥିଲେ, ଆଉ ସେ ଯାହା ଯାହା ସେଇ ଟାଇମରେ ନେଇକି ଆସିଥିଲେ, ଯେତେବେଳେ ଡିଜେନେରେଟ ହେଲା ସେ ଲର୍ଡ ଯୀଶୁ ଆସିଲେ, ତାପରେ ପ୍ରଫେଟ ମହମ୍ମଦ ଆସିଲେ। ତାଙ୍କର କହିବାର ଥିଲା କି ପ୍ରତି ଯୁଗରେ କେବଳ ଜଣେ ହିଁ କେବଳ ଅବତାର ହେଇକି ଆସନ୍ତି, ଦୁଇଟା ଅବତାର ହେଇକି ନଥାନ୍ତି। କିନ୍ତୁ ଯେ ସିଏ ତ କହିନାହାନ୍ତି କି ତାଙ୍କ ପରେ ଆଉ କେହି ଆସିବେନି। ଲାଟେଷ୍ଟ ପ୍ରଫେଟ ମାନେ ସେଇ ଅବତାର ମାନଙ୍କର ହିଁ ଭିତରେ ହିଁ ସିଏ ହେଉଛନ୍ତି ଲାଟେଷ୍ଟ, ଯେତିକି ଆସିଛନ୍ତି ଲାଟେଷ୍ଟ। ଆଉ ଯେତେବେଳେ ପୁଣି କିଛି ଗ୍ଲାନି ହବ ହୁଏତ ପୁଣି ଅବତାର ବି ଆସିପାରନ୍ତି। ଏଇ ଜିନିଷଟାକୁ ବୁଝେଇଲା ପରେ ସେ ଡିଟେଲ୍ସ ଆଲୋଚନା ହେଲା ପରେ ସେ ମୌଲାନା ବୁଝିପାରୁଛନ୍ତି କି ଆମର ଏପର୍ଯ୍ୟନ୍ତ ଯୋଉ ଆମେ ଗଲତି ଭାବୁଥିଲୁ ସେ ଜିନିଷଟା ହୁଏତ ଆମର ଗଲତି ଥିଲା, ଆମେ ଯୋଉ ମିସ୍ ଇଣ୍ଟରପ୍ରେଟ କରି ଯାଉଥିଲୁ, ଠାକୁର ହୁଏତ ତାଙ୍କୁ ଏଇଟା କ୍ଲିୟର କରିଦେଲେ। ଆଉ ସେ ଏତେ ସୁନ୍ଦର ଭାବରେ କ୍ଲିୟର କରିଦେଲେ, ସେ ଷ୍ଟେଟମେଣ୍ଟ ଦେଇଗଲେ ଠାକୁର ଆପଣ ହିଁ ହେଉଛନ୍ତି ରସୁଲ। ଏହା କହି ପ୍ରଣାମ କରି ଆପଣ ହିଁ ସେଇ ରସୁଲ, ଆପଣ ହିଁ ସେଇ ଖ୍ରୀଷ୍ଟ ପ୍ରଣାମ କରି ଯେତେବେଳେ ଯାଉଛନ୍ତି, ଦିନ 9ଟା ହେଇଗଲାଣି। ସେଇ ଟାଇମରେ ଗୋଟେ ଏଇଭଳିଆ ଘଟଣା ଘଟି ଯାଉଛି ଯୋଉଟା କି କେହି ଇମାଜିନ କରିପାରୁନାହାନ୍ତି। ଘଟଣାଟା କଣ? ଠାକୁର ବସିଛନ୍ତି, ତାଙ୍କ ଚାରିପଟେ କିଛିଟା ହୁଏତ ଭକ୍ତମାନେ ଚାଲିଗଲେଣି, ଆଉ କିଛି ବସିଛନ୍ତି। ଏକଦମ ସେ ଗୋଟେ ୟଙ୍ଗ ଯୁବକ ଆସୁଛନ୍ତି ଆଉ ଠାକୁରଙ୍କ ଉପରେ ଏକଦମ ସେ ଆଟାକ କରୁଛନ୍ତି। ତାଙ୍କର ମାନେ ମୁଠିରେ ଠାକୁରଙ୍କୁ ପୁରା ପ୍ରହାର କରିବାରେ ଲାଗିଛନ୍ତି। ଏମାନେ ଭକ୍ତମାନେ କିଛି ବୁଝିପାରୁନାହାନ୍ତି ଇଏ ହଉଛି କଣ। ସ୍ୱୟଂ ପରମ ପିତାଙ୍କୁ ଜଣେ କିଏ ଆସିକି ଆଟାକ କଲାଣି, ସେ କଣ ହବ ସେ କରି କରି ଆଟାକ କରି ଚାଲିଛନ୍ତି। ଏମାନେ ଏଠୁ କେମିତି କରି ଓଭର ପାୱାର କରି ତାକୁ ହଟେଇ ଦଉଛନ୍ତି। ଯେତେବେଳେ ହଟେଇ ଦଉଛନ୍ତି ଠାକୁରଙ୍କର ଇମିଡିଏଟଲି ରିଆକ୍ସନ ଆସୁଛି, ଆରେ ତାକୁ କେହି କିଛି କହନି, ତାକୁ କେହି କିଛି ନିଅନି, ତାର ମନର ଅବସ୍ଥା କଣ ଅଛି ଟିକେ ବୁଝିବାକୁ ଚେଷ୍ଟା କର। ସେ ହୁଏତ ଭୋକର ଅଛି, ତାକୁ ଟିକେ ଖିଲାଅ, ତାକୁ ଟିକେ ମିଠା ଦିଅ, ତାକୁ ଟିକେ ପାଣି ଦିଅ, ତାକୁ ନେଇଯାଅ, ତାର ଯୋଉଠି ଯିବାର ଅଛି ତାକୁ ଯିବାକୁ ଦିଅ। ତାପରେ କିନ୍ତୁ କେହି ବି ଆଟାକ କରିବନି, ତାକୁ ବି ଗୋଟେ ମାନେ କେହି ବି ତାକୁ କିଛି ବି କହିବନି। ଏହା କହୁଛନ୍ତି, ଠାକୁର ନିର୍ଦ୍ଦେଶ ଦଉଛନ୍ତି। ହଠାତ୍ ସେଠି ସୁଶୀଲ ଚନ୍ଦ୍ର ଦାସ ଦାଦା ଥିଲେ, ଆଉ କିଛି ଭକ୍ତ ଥିଲେ ଠାକୁରଙ୍କର। ତାଙ୍କୁ ନେଇ ସେ ଯୁବକକୁ ନେଇ
ସେ ଗୋଟେ ରୁମ ଭିତରେ ଯେତେବେଳେ ଲକ୍ କରିଦେଇଛନ୍ତି, ଲକ୍ କରିକି ଭିତରେ ତାକୁ ପଚାରୁଛନ୍ତି, କହୁଛନ୍ତି ତମେ କାହିଁକି ଏମିତି କହିଲ, ତମେ ଠାକୁରଙ୍କ ଉପରେ କାହିଁକି ଏମିତି ଆଟାକ କଲ? ଠାକୁର ସେ କହିଲେ, ଦେଖ ମୁଁ ଆସାନସୋଲରେ ସେଇ ରେଲୱେ ଡିପାର୍ଟମେଣ୍ଟରେ ଚାକିରି କରିଛି, ସେଠି ଠାକୁରଙ୍କର ବହୁତ ଭକ୍ତ ଅଛନ୍ତି, ଆଉ ସେମାନେ କହୁଛନ୍ତି କି ଠାକୁର ହିଁ ଭଗବାନ, ଆଉ ସେ ଭଗବାନ କି ନା ସେଇଟା ମୁଁ ମାନେ ଜାଣିବା ପାଇଁ, ପ୍ରମାଣ ପାଇବା ପାଇଁ ଏଠିକି ଆସିଥିଲି। ଆଉ ଯେତେବେଳେ ମୁଁ ଦେଖିଲି ତାଙ୍କ ସାଙ୍ଗରେ ବହୁତ ଆଳାପ ଆଲୋଚନା ଚାଲୁଛି, ମୁଁ ବୁଝିପାରିଲି ସେ ପ୍ରକୃତରେ ଭଗବାନ। ସ୍ପେସିଆଲି ଏଇ ଯୋଉ ମୌଲାନା ଜଣକ ଆସିଥିଲେ, ସେ ଠାକୁରଙ୍କ ସାଙ୍ଗ ଯୋଉ କନଭରସେସନ କରୁଥିଲେ, ସେଇଠି ଯେତେବେଳେ ଜାଣିଲେ କି ସିଏ ହଉଛନ୍ତି ପ୍ରଫେଟ ମହମ୍ମଦ, ମୁଁ ସେଇଠି କନଫର୍ମ ହେଇଗଲି କି ସିଏ ହଉଛନ୍ତି ସ୍ୱୟଂ ଭଗବାନ। କିନ୍ତୁ ମୋର ମନ ଭିତରେ ଏକଦମ ସେ ଗୋଟେ ଭାବନା ଆସିଲା, ଆରେ ଇଏ ତ ଠିକ ଅଛି, ବାହାରୁ ମୁଁ ଜିନିଷଟା ଦେଖୁଛି, ମୁଁ ତ ନିଜେ ଟେଷ୍ଟ କରିନି ସେ ଭଗବାନ କି ନାହିଁ। ମୁଁ ଦେଖିବା, ତାଙ୍କୁ ଯାଇକି ଆଟାକ କରିବି, ତାଙ୍କର ରିଆକ୍ସନ କଣ ହଉଛି ସେଟା ଜାଣିଲା ପରେ ମୁଁ ଡିସାଇଡ କରିବି। ସେ ହେଇଥିବେ ମୋର ମନ ଭିତରେ ଯେମିତି ଆସିଲା, ମୁଁ ତାଙ୍କୁ ହୁଏତ ଏକଦମ ସେ ଆଟାକ କଲି। ଆଉ ଆଟାକ କଲା ପରେ, ଜଣେଙ୍କୁ ଯଦି ଆଟାକ କଲା ପରେ ସେ କିଛି ପ୍ରତିଶୋଧ ନ ନେଇ ଅନ୍ୟମାନଙ୍କୁ କହୁଛନ୍ତି କି ତାଙ୍କୁ ମାନେ କିଛି କହିବନି, ତାଙ୍କୁ ମିଠା ଖାଇବାକୁ ଦିଅ, ତାଙ୍କୁ କିଛି ଖାଇବାକୁ ଦିଅ, ଆଉ ସେ କୋଉ ଅବସ୍ଥାରେ ଅଛି ତାର ମନର ଅବସ୍ଥାଟାକୁ ବୁଝିବାକୁ ଚେଷ୍ଟା କର, ଇଏ କେବଳ ଭଗବାନଙ୍କୁ ଛାଡିକି କଣ କିଏ କେବେ କରିପାରେ? ସେଇଥିପାଇଁ ସିଏ ହିଁ ଭଗବାନ ବୋଲି ମୁଁ କନଫର୍ମ ହେଲି। ସିଏ କିନ୍ତୁ ମାନେ ମୁଁ ତାଙ୍କୁ ଏତେ କଷ୍ଟ ଦେଲା ପରେ ଆପଣ ମାନେ ମତେ କଣ ଖାଇବାକୁ ଦଉଛନ୍ତି, ମୁଁ କେମିତି ଖାଇବି? ନା ସେମାନେ କହୁଛନ୍ତି ନା ଏଇଟା ଠାକୁରଙ୍କ ନିର୍ଦ୍ଦେଶ, ଆପଣ ଖାଆନ୍ତୁ, ଠାକୁରଙ୍କୁ ଭଲ ଲାଗିବ। ଯାହା ହଉ ସେଇଠୁ ଖାଇଲେ, ସେ ଭାବିଲେ କି ନାଇଁ ସତରେ ଇଏ ଠାକୁରଙ୍କର ମାନେ ଠାକୁର ହଉଛନ୍ତି ଭଗବାନ। କିନ୍ତୁ ସେଇଠି ଠାକୁର ହିଁ ଦେଖେଇ ଦେଲେ ପ୍ରକୃତ ରୂପରେ ତାର କୌଶଳଟା କଣ, ଅସତ ନିରୋଧର କୌଶଳଟା କେମିତି କରି ସେ ଭଲ ପାଇବାର ଭିତର ଦେଇ ହିଁ ମଣିଷକୁ କେମିତି ଚେଞ୍ଜ କରେଇଲେ ପ୍ରକୃତରେ ତାର ଉପରେ ଅସତ ନିରୋଧର କୌଶଳଟା ଆସିବ, ସେଟା ଠାକୁର ସେଦିନ ଜଣେଇ ଦେଇଥିଲେ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ସତ୍ୟାନୁସରଣ ବି ଗୋଟେ ଘଟଣାକୁ ନେଇ କହିଛନ୍ତି କି ଯେତେବେଳେ ମହାତ୍ମା ଗାନ୍ଧୀ କୁ ଥରେ ଇନଭାଇଟ ହେଇଥିଲା, ଯେତେବେଳେ ଇନଭାଇଟ ହେଇଥିଲା, ସେ ଆସୁଛନ୍ତି ଭାରତରେ, କି ଦଉଛନ୍ତି କି ଯୋଉ କମ୍ପାର୍ଟମେଣ୍ଟରେ ସେ ଆସୁଛନ୍ତି, ଥାର୍ଡ କ୍ଲାସ କମ୍ପାର୍ଟମେଣ୍ଟରେ ଜଣେ ବିହାରୀ ବ୍ୟବସାୟୀ ବସିଛନ୍ତି। ସେ ଲୋକଟି ସେ ଗାଡି ମଝିରେ ହିଁ ଥୁ ଥୁ କରିକି ପକଉଛି। ମହାତ୍ମାଜୀ ପୁରା ମଧୁର ଭାବରେ କହୁଛନ୍ତି, ଏତେ ଲୋକ କମ୍ପାର୍ଟମେଣ୍ଟରେ ଅଛନ୍ତି, ଆପଣ ଟିକେ ବାହାରେ ପକେଇଲେ ହୁଅନ୍ତାନି? ସେ କହିଲା ନା, ମୁଁ ଏଇଠି ହିଁ ପକେଇବି। ତ ମହାତ୍ମାଜୀ ତାଙ୍କ ପାଖରେ ଗୋଟେ ଖବର କାଗଜ ପଢୁଥିଲେ, ସେ ଖବର କାଗଜ ଟୁକୁଡା ଦେଇ ସେ କାଶଟାକୁ ନେଇକି ବାହାରକୁ ପକେଇ ଦଉଛନ୍ତି। ଏମିତି କରିକି ସେ 3-4 ଥର ଖାସିକି ପକଉଛନ୍ତି ସେଇଠି, ଆଉ ମହାତ୍ମା ଗାନ୍ଧୀ କଣ କରୁଛନ୍ତି, 3-4 ଥର ଯାକ ସେ ପେପରରେ ନେଇକି ତାକୁ ବାହାରକୁ ପକଉଛନ୍ତି। କିଛି ସମୟ ପରେ ଯେତେବେଳେ ଟ୍ରେନ ଭାଗଲପୁର ଷ୍ଟେସନରେ ପହଞ୍ଚିଲା, ସେ ପ୍ଲାଟଫର୍ମରେ ଦେଖିଲେ ବିରାଟ ଭିଡ। ମହାତ୍ମା ଗାନ୍ଧୀକୁ ରିସିଭ କରିବା ପାଇଁ ମାଳ ଧରି ବହୁତ ଲୋକ ଅପେକ୍ଷା କରିଥିଲେ। ସେ ବନ୍ଦେ ମାତରମ୍ ଧ୍ୱନି ଦେଇ, ଫୁଲମାଳ ଦେଇ ମହାତ୍ମାଜୀଙ୍କୁ ଅଭ୍ୟର୍ଥନା ଜଣାଇବେ। ଆଉ ସେଇ ବ୍ୟବସାୟୀଟି ସେତେବେଳେ ବୁଝିପାରିଲା ଯେ ସିଏ ହଉଛନ୍ତି ମହାତ୍ମା ଗାନ୍ଧୀ। ସେତେବେଳେ ଖୁବ ଲଜ୍ଜିତ ହେଲା, ଆଉ ପୁନଃ ପୁନଃ କ୍ଷମା ପ୍ରାର୍ଥନା କଲା। ଏଟା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଏଇ ପ୍ରସଙ୍ଗଟା କହିବାର ମାଧ୍ୟମରେ କହୁଛନ୍ତି କି ଯୋଉ ଅସତ ନିରୋଧ ଆମ ସମାଜରେ ବର୍ତ୍ତମାନ ବ୍ୟାପି ଚାଲିଛି, ତାର କୌଶଳଟାକୁ ଆମେ ଜାଣିପାରୁନେ। ଆମେ ହୁଏତ ବେଳେ ବେଳେ ବହୁତ ବିରୋଧ କରିଦଉ, ବିରୋଧ କଲା ପରେ ହୁଏତ ଲୋକମାନେ ଆମଠୁ ଚାଲି ଯାଉଛନ୍ତି, ଆଉ ଆମେ ତାଙ୍କୁ ପରମ ପିତାଙ୍କ ପାଖକୁ ଆଣିପାରୁନୁ। ତେଣୁ ଆମକୁ ସେଇଟା ସତର୍କ ରହିବାର ଅଛି। ସେଇଟା ମୋର ବ୍ୟକ୍ତିଗତ ଜୀବନରେ ହଉ, ଚଳନରେ ହଉ, ଆଉ ମୋର ପିଲା ଛୁଆଙ୍କୁ ନେଇ ହଉ, ମୋର ସମାଜରେ ହଉ, ସମସ୍ତଙ୍କୁ ଯେ କେମିତି ମୁଁ ନେଇକି ଚାଲିପାରିବି, ତାର କୌଶଳଟା ମତେ ଜାଣିବାର ଏକମାତ୍ର ଉପାୟ ହଉଛି କେବଳ ତାଙ୍କୁ ଭଲ ପାଇବା। ଏଇ ଜିନିଷଟା ସେତେବେଳେ ସମ୍ଭବ ହବ ଯିଏ ଯେତେ ଠାକୁରଙ୍କୁ ଭଲ ପାଇବ। ଯଦି ଠାକୁରଙ୍କ ପ୍ରତି ଆମର ଭଲ ପାଇବା ରହିବନି, ସେ ଅସତ ନିରୋଧର କୌଶଳ ଆମକୁ ଜଣା ପଡିବ ନାହିଁ। ଆଉ ଠାକୁରଙ୍କୁ ଭଲ ପାଇବି ମାନେ ଖାଲି ଭଲ ପାଇଲେ କହିଲେ ତ ହବନି, ସେ ଯାହା କହୁଛନ୍ତି ସେୟା କରିବାକୁ ହିଁ ପଡିବ। ଲଭ୍ ୱିଦାଉଟ୍ ଲଭିଂ ଆକ୍ଟିଭିଟି ଟୁୱାର୍ଡସ୍ ଦ ବିଲଭଡ୍ ଇଜ୍ ସ୍ୟାମ୍, ସେଟା ଶ୍ରୀ ଠାକୁର ବାଣୀ ଦେଇଛନ୍ତି। ଆଉ ସେ ଯାହା କହୁଛନ୍ତି ସେଟା କରିବି ମାନେ ତାଙ୍କର ବର୍ତ୍ତମାନ ତାଙ୍କର ଯିଏ ଲୀଳା କରୁଛନ୍ତି, ଠାକୁର ଯାହା ଭିତରେ ପ୍ରକୃଷ୍ଟ ରୂପେ ଲୀଳା କରୁଛନ୍ତି, ଆଉ ଠାକୁରଙ୍କୁ ଯିଏ ସବୁଠୁ ବେଶୀ ଭାବରେ ଭଲ ପାଉଛନ୍ତି, ସିଏ ଯାହା ନିର୍ଦ୍ଦେଶ ଦଉଛନ୍ତି, ସେଇ ନିର୍ଦ୍ଦେଶଟାକୁ ଯଦି ମୁଁ ପାଳନ କରିପାରିବି, ତାହେଲେ ମୋର ଭିତରେ ସେଇ ପ୍ରେମ ଭାବ ଆସିବ, ମୋର ଭିତରେ ସେଇ ଅସତ ନିରୋଧର କୌଶଳଟା ହିଁ ମୁଁ ଧୀରେ ଧୀରେ ଜାଣିପାରିବି, ଯିଏ ହଉଛନ୍ତି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ। ତେଣୁ ଆଚାର୍ଯ୍ୟ ଦେବଙ୍କର ଯାହା ନିର୍ଦ୍ଦେଶ ବର୍ତ୍ତମାନ ସତ୍ସଙ୍ଗ ସେ ଯୋଉ ରୂପରେ ବାହାରକୁ ନେବାକୁ ଚାହୁଁଛନ୍ତି, ଆପଣ ମାନେ ଇମାଜିନ କରିପାରିବେନି ତାଙ୍କର କେତେ ଯେ ପ୍ରୟାସ ରହୁଛି। ସବୁ ଭାରତର ନାହିଁ, ବିଦେଶର ଜାଗା ଜାଗାରେ କେମିତି ଠାକୁରଙ୍କୁ କେମିତି ପ୍ରତିଷ୍ଠା କରାଯିବ,
ସେ ଯୋଉ ନିର୍ଦ୍ଦେଶ ଦଉଛନ୍ତି ସେଇ ନିର୍ଦ୍ଦେଶରେ ହିଁ ଆମେ ନିଜକୁ ହିଁ ପୁରା ଝାମ୍ପ ଦେବାର ଅଛି। ସେଇ ନିଆଁଟା ଆମ ଭିତରେ ଜଳେଇ ଦେଇ ପୁଣି ସମସ୍ତଙ୍କୁ ପ୍ରଜ୍ୱଳିତ କରାଇବାରେ ହିଁ ଅଛି। ତେଣୁ ବର୍ତ୍ତମାନ ଯାହା ବି ସେ ଯୋଉ ନିର୍ଦ୍ଦେଶ ଦଉଛନ୍ତି ଟାଇମ ଟୁ ଟାଇମ ନେଇକି ଚାଲିଲେ ଆମ ପ୍ରତି ଠାକୁରଙ୍କ ପ୍ରତି ପ୍ରେମ ଭାବର ବଢିବାର ସବୁଠୁ ଇଜିଏଷ୍ଟ ୱେ ହେଲା ଆଚାର୍ଯ୍ୟ ଦେବ ଯାହା ନିର୍ଦ୍ଦେଶ ଦଉଛନ୍ତି ସେଇଟା ଯଦି ପାଳନ କରି କରି ଚାଲିବା, ସେଇ ଭିତରେ ଦେଖିବେ ଆମର ଏମିତି ଗୋଟେ ପରିବର୍ତ୍ତନ ଆସିବ ଭିତରେ ଭିତରେ, ତାମାନେ ଲୋକମାନେ ଅନ୍ୟମାନେ ବି ଭାବିବେ ସତରେ ସିଏ କିଛି ଗୋଟେ ଡିଫରେଣ୍ଟ ଏତେ ବିପରୀତ ପରିସ୍ଥିତି ଭିତରେ ବି ସେ ନିଜକୁ କଣ୍ଟ୍ରୋଲ କରିକି ରଖିଛି, ତାର ପିଲା ଛୁଆ ମାନଙ୍କୁ ନେଇକି ଚାଲୁଛି, ତାଙ୍କର ପରିବାର ପୁରା ଚାଲୁଛନ୍ତି ଇଷ୍ଟମୁଖର ହେଇ। ଯଦି ଠାକୁର ତା ଜୀବନରେ ନଥାନ୍ତେ କଣ ଏଇଭଳିଆ କଣ ପସିବୁଲ ହେଇଥାନ୍ତା? ତେଣୁ କହିବାର ମାନେ ତେଣୁ ଆମେ ଆସନ୍ତୁ ଠାକୁରଙ୍କୁ ସେ ଭଲ ପାଇବାର ମାଧ୍ୟମରେ ଦେଇ ଲୋକଙ୍କର ସେବା କରିବା, ଆଉ ଏ ଦୁନିଆକୁ ପୁରା ଠାକୁର ମୁଖ କରିଦବା, ଠାକୁର ମୁଖୀରେ ହିଁ ନିମଜ୍ଜିତ କରିବା ପାଇଁ ଚେଷ୍ଟା କରିବା। ଆଉ ଯେଉଁମାନେ ଅଛନ୍ତି ଏଠି ସମସ୍ତଙ୍କର ମଙ୍ଗଳ କାମନା ପରେ ମୁଁ ପରମ ପିତାଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଜୟ ଗୁରୁ ସୁଭାଷ ଭାଇ, ଜୟ ଗୁରୁ।